शुभ संध्या एवं समस्तंको प्रणाम। स्वामी विवेकानंद लोक संसद विचारधारा विभाग मयूरभंज जिला शाखार आम प्रकृति आम संस्कृति शीर्षक ई पाठचक्रमालार 58तम ई पाठचक्र रे आपण मानंकु समस्तंकु स्वागत। मु एटीएस बेलाल सेन आजीवन सदस्य शिक्षक एवं स्वामी विवेकानंद लोक संसदर आजीवन सदस्य ठाकुरमुंडा ब्लॉक आपण मानंकु समस्तंकु पुनराय आउ थरे स्वागत जनाउची ए आभासी मंच को। आज आमर परंपरागत भावे आमे आरंभ करिबा आद्य ध्वनि ओंकार नादरु। मु अनुरोध रखिबी जणे सुनामधन्य शिक्षक तथा स्वामी विवेकानंद लोक संसदर आजीवन सदस्य श्रीजुक्त अरुण कुमार पोलेई महोदय को आजिर ओंकार ध्वनि सह आजिर ए सभा को आरंभ करिबा हेबे मान्य श्रीजुक्त अरुण कुमार पोलेई महोदय। शुभ संध्या। विवेकानंद लोक संसदर समस्त सभ्य माननकु मोर शुभेच्छा और प्रणाम। आज ओंकार ध्वनि सहित मु श्री अरुण कुमार पोलेई। ओ वक्रतुंड महाकाय सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। ओं भूर्भुवस्य तस्य वितुर्वरेण्य भर्गो देवस्य धीमहि धियो यो न प्रचोदयात्। ओं भूर्भुवस्य तस्य वितुर्वरेण्य भर्गो देवस्य धीमहि धियो यो न प्रचोदयात्। ओं भूर्भुवस्य तस्य वितुर्वरेण्य भर्गो देवस्य धीमहि धियो यो न प्रचोदयात्। ओं गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्री गुरवे नमः। अखण्डमण्डलाकारं व्यक्तं येन चराचरं तत्पदं दर्शितं येन तस्मै श्री गुरवे नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। शान्ताकारं भुजगशयनं पद्मनाभं श्रीशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलानयं योगिर्विद्यानगम्यं वन्दे विष्णुभोरे सर्वलोकैकनाथ। धन्यवाद। धन्यवाद महोदय। एबे जहांको नाम रे संगठन तांको बाणीरू किछि अजाड़ी देबा पाई विवेक बाणी नहीं आसुचंती जने लोकप्रिय शिक्षक श्रीजुक्त चक्रधर साहू महोदय। अनुरोध रहिबो आजिकार विवेक बाणी पठन करिवे श्रीजुक्त चक्रधर साहू। धन्यवाद सर। शुभ संध्या। स्वामी विवेकानंद लोक संसद मयूरभंज जिला शाखार 58तम ई पाठचक्र रे जोग देइथिबा समस्त सदस्य को मोर भक्तिपूत प्रणाम। आजिर विवेकवाणी। तुमे काहाको साहाय्य करि पारिबो नाही, तुमे केवल सेवा करि पारिबो। तुमर जदि सुविधा अछि
ତେବେ ଈଶ୍ୱରଙ୍କର ସନ୍ତାନମାନଙ୍କ ମଧ୍ୟରୁ ଜଣକୁ ସେବା କରିବା ପାଇଁ ଈଶ୍ୱର ତୁମକୁ ସୁଯୋଗ ଦିଅନ୍ତି। ତେବେ ତୁମେ କଲ୍ୟାଣ ଭାଜନ ହୋଇଅଛ, ତୁମେ ନିଜ ବିଷୟରେ ଅଧିକ ଚିନ୍ତା କର ନାହିଁ, ନିଜକୁ ଖୁବ୍ ବଡ଼ ବୋଲି ଭାବ ନାହିଁ। ତୁମେ କଲ୍ୟାଣ ପ୍ରାପ୍ତ, କାରଣ ଅନ୍ୟମାନଙ୍କୁ ମିଳୁନଥିବା ବେଳେ ତୁମକୁ ସେବା କରିବାର ସୁଯୋଗ ମିଳିଛି। ସେବାକୁ ଉପାସନା ଭଳି ସମ୍ପାଦନ କର। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ ମହୋଦୟ। ଆଜି ଆମ ଏ ସଭାକୁ ପୌରୋହିତ୍ୟ କରୁଛନ୍ତି ଶ୍ରୀଯୁକ୍ତ ମଙ୍ଗୁଳୁ ପାତ୍ର, ସୁନାମଧନ୍ୟ ଶିକ୍ଷକ ତଥା ଜଣେ କବି, ଏକାଧାରରେ କବି, ଜଣେ ଭଲ ଲେଖକ, ଜଣେ ମିଷ୍ଟଭାଷୀ, ଲୋକପ୍ରିୟ, ଶିଶୁପ୍ରିୟ ଶିକ୍ଷକ। ତ ଏବଂ ଆମ ସହିତ ମଧ୍ୟ ଅଛନ୍ତି ମୁଖ୍ୟ ବକ୍ତା ଆଜି ମଞ୍ଚର ଆକର୍ଷଣ ଡକ୍ଟର ମିଲନ ମହାନ୍ତ, ଓଡ଼ିଆ ବିଭାଗର ଅଧ୍ୟାପକ ରାୟରଙ୍ଗପୁର ମହାବିଦ୍ୟାଳୟ, ଯାହାଙ୍କର ଜନ୍ମ ଆମ ପଡ଼ୋଶୀ ମୟୂରଭଞ୍ଜର ପଡ଼ୋଶୀ ଜିଲ୍ଲା କେଉଁଝରର ସାହାରପଡ଼ା ବ୍ଲକର ଦିଗବସି ଗ୍ରାମ ପଞ୍ଚାୟତର ଚଢେଇବଳ ଗ୍ରାମ। ଉଭୟଙ୍କୁ ମୁଁ ଏବେ ଦେଖିପାରୁଛି ମିଲନ ସାରଙ୍କୁ, ଉଭୟଙ୍କୁ ସ୍ୱାଗତ। ଏବେ ମୁଁ ପୌରୋହିତ୍ୟ କରୁଥିବା ମଙ୍ଗୁଳୁ ପାତ୍ର ମହୋଦୟଙ୍କୁ ଅନୁରୋଧ କରିବି ଏ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବେ। ମାନ୍ୟ ଶ୍ରୀଯୁକ୍ତ ମଙ୍ଗୁଳୁ। ଧନ୍ୟବାଦ ସାର୍। ସାର୍ ଶୁଣା ଯାଉଛି ମୋ କଥା ଗୁଡ଼ା? ନିଶ୍ଚିତ ନିଶ୍ଚିତ। ଜୟ ଜଗନ୍ନାଥ। ଆଜିର 58ତମ ଇ ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ। ଆଜିର ଆଲୋଚ୍ୟ ବିଷୟ ହେଉଛି ଲୋକ ସଂସ୍କୃତିର ମହତ୍ତ୍ୱ। ବାସ୍ତବରେ ଆମ ଭାରତ ହେଉଛି ସଂସ୍କୃତିର ଦେଶ। ଆମ ସଂସ୍କୃତି ଓ ପରମ୍ପରା ସାରା ପୃଥିବୀରେ ନିଆରା। ଆମ ସଂସ୍କୃତି ସାମାଜିକ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ, ଯାହାକି ଅନ୍ୟ ଦେଶମାନଙ୍କରେ ଦେଖାଯାଏ ନାହିଁ। ଆଜି ଏହି ଲୋକ ସଂସ୍କୃତିର ମହତ୍ତ୍ୱକୁ ଆଲୋଚନା କରିବା ପାଇଁ ଆମେ ଜଣେ ମହାନ ବ୍ୟକ୍ତି ବିଶେଷଙ୍କୁ ପାଇଛୁ, ଯାହାଙ୍କ ନାମ ଏବେ ଆମ ମହୋଦୟ କହୁଥିଲେ। ସେ ଆଉ କେହି ନୁହନ୍ତି, ଡକ୍ଟର ମିଲନ ମହାନ୍ତ ମହୋଦୟ। ସେ ଆମ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ବିଭାଗର ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ। ସେ ପଶ୍ଚିମବଙ୍ଗର ସେଣ୍ଟ୍ରାଲ ୟୁନିଭର୍ସିଟି ଶାନ୍ତିନିକେତନରୁ ଡକ୍ଟରେଟ୍ ଲାଭ କରିଛନ୍ତି। ତତ୍ସହିତ CYSDରେ ମାଇକ୍ରୋପ୍ଲାନ୍ କୋଅର୍ଡିନେଟର, OFSDP ରାଉରକେଲାର ୟୁନିଟ୍ ଲେଭେଲ କ୍ଲଷ୍ଟର ମ୍ୟାନେଜର ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟର ବାରିପଦାର PhD ସୁପରଭାଇଜର ଭାବରେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ଜୀବନରେ ଅନେକ ଡ୍ରାମା ଓ କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଛନ୍ତି। ସେ ଉଭୟ ଓଡ଼ିଆ ଏବଂ କୁଡ଼ମାଲି ଭାଷାର ଅନେକ ଗୀତର ଲିରିକ୍ସ ଲେଖିବା ସହିତ କମ୍ପୋଜ ମଧ୍ୟ କରିଛନ୍ତି। ଆଉ ମଧ୍ୟ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକରେ ଥିବା ସର୍ବେଶ୍ୱର ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ଅଟନ୍ତି। ସେ ମହାନ ବ୍ୟକ୍ତି ବିଶେଷ ଡକ୍ଟର ମିଲନ ମହାନ୍ତ ମହୋଦୟଙ୍କୁ ଅନୁରୋଧ ରଖିବି ଆଜିର ବିଷୟବସ୍ତୁକୁ ଆଲୋଚନା କରିବେ। ଶ୍ରୀଯୁକ୍ତ ମହାନ୍ତ ମହୋଦୟ। ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ଆଜିର ଏହି ଚର୍ଚ୍ଚା ଆସର ପରିସରକୁ ସ୍ୱାଗତ କରୁଛି ଏବଂ ନମସ୍କାର ଜଣାଉଛି। ଆଜି এই ଯେଉଁ 58ତମ ଆସର ଏବଂ ଏଥିରେ ପୌରୋହିତ୍ୟ କରୁଛନ୍ତି ମଙ୍ଗୁଳୁ ସାର୍, ଓଙ୍କାର ଧ୍ୱନି ଉଚ୍ଚାରଣ କଲେ ଅରୁଣ କୁମାର ପଲେଇ ସାର୍ ଏବଂ ବିବେକ ବାଣୀ ଶୁଣେଇଲେ ଚକ୍ରଧର ସାହୁ ମହୋଦୟ। ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆପଣମାନେ ବିଗତ କେତେ ଦିନରୁ ଅନଲାଇନ୍ ମାଧ୍ୟମରେ ଚାଲୁ ରଖିଛନ୍ତି, ସେଥିପାଇଁ ଅନେକ ଅନେକ ସାଧୁବାଦ ଜଣାଉଛି ସମସ୍ତଙ୍କୁ। ଆଉ ଏଥିରେ ଯେଉଁମାନେ ବି ସଭ୍ୟ ହିସାବରେ ଏବଂ ଶ୍ରୋତା ଭାବରେ ଅଛନ୍ତି ସମସ୍ତଙ୍କୁ ମୁଁ ମୋର ଚର୍ଚ୍ଚା ପରିସରକୁ ସ୍ୱାଗତ କରୁଛି। ଆଜି ଆମେ ଲୋକ ସାହିତ୍ୟର ବା ଲୋକ ସଂସ୍କୃତିର
ମହତ୍ଵ ସମ୍ପର୍କରେ ଆଲୋଚନା କରିବା ଏବଂ ଲୋକ ସାହିତ୍ୟ କ'ଣ ଏବଂ ତାର ସ୍ୱରୂପ କିପରି ଏବଂ ସମାଜରେ ଲୋକ ସାହିତ୍ୟର ଆବଶ୍ୟକତା କ'ଣ ବା ଏଇ ଯୋଉ ଲୋକ ସଂସ୍କୃତିର ଭବିଷ୍ୟତ କ'ଣ ଏ ବିଷୟରେ ଆମେ ଚିନ୍ତା କରିବାର ସମୟ ଆଜି। ତେଣୁ ମୁଁ ଯଥାସମ୍ଭବ ମୋର ଅନୁଭୂତି ଆପଣମାନଙ୍କୁ ବଖାଣିବି। ତ ଯଦି ବି କିଛି ପ୍ରଶ୍ନ ଥାଏ ଆପଣମାନେ ମଧ୍ୟ ବା କିଛି ମୁଁ ଛାଡ଼ିଯାଏ ତାହେଲେ ଆପଣମାନେ ମଧ୍ୟ ଆଲୋଚନା କରିବେ। ମୁଁ ଦେଖୁଛି ଆପଣମାନଙ୍କ ଭିତରେ ଅନେକ ଗୁଣୀ ଜ୍ଞାନୀ ବ୍ୟକ୍ତି ବିଶେଷ ଅଛନ୍ତି। ଖୁବ୍ ସେଥିପାଇଁ ନିଜକୁ ମୁଁ ମଧ୍ୟ ଗୌରବାନ୍ୱିତ ମନେ କରୁଛି। ଲୋକ ସଂସ୍କୃତି ଏଇ ଶବ୍ଦଟିକୁ ଆମେ ଉଚ୍ଚାରଣ କଲାବେଳେ ସେଥିରେ ଦୁଇଟି ଶବ୍ଦର ମିଶ୍ରଣରେ ଲୋକ ସଂସ୍କୃତି ଶବ୍ଦ ଗଠିତ ହୋଇଥିବାର ଆମେ ଲକ୍ଷ୍ୟ କରନ୍ତି। ଗୋଟେ ହେଉଛି ଲୋକ ଆଉ ଗୋଟେ ହେଉଛି ସଂସ୍କୃତି। ପ୍ରଥମେ ପ୍ରଶ୍ନ ଆସିବ ଯେ ଲୋକ କିଏ? ହୁ ଆର୍ ଦ ଫୋକ୍ସ? ଲୋକକୁ ଇଂରାଜୀରେ ଆମେ ଇଂରାଜୀର ସାହିତ୍ୟରେ ବା ଆଲୋଚନା କ୍ରମରେ ଫୋକ୍ ବୋଲି କୁହାଯାଉଛି, FOLK, ଫୋକ୍। ହୁ ଆର୍ ଦ ଫୋକ୍ ବୋଲି ଗୋଟେ ପ୍ରବନ୍ଧ ମଧ୍ୟ ଅଛି ଯେଉଁଥିରେ ଆଲାନ୍ ଡୁଣ୍ଡି ଆମେରିକାନ ଫୋକ୍ଲୋରିଷ୍ଟ ଲୋକ କିଏ ସେ ବିଷୟରେ କ୍ଲାରିଫିକେସନ ଦେବା ପାଇଁ ଚେଷ୍ଟା କରିଛନ୍ତି। ଏବଂ ଏଇ ଲୋକ ଶବ୍ଦ ସମ୍ପର୍କରେ ଅନେକ ଚର୍ଚ୍ଚା ଆଲୋଚନା ବିଶ୍ଳେଷଣ ପାଶ୍ଚାତ୍ୟରେ ପ୍ରଥମେ ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଚର୍ଚ୍ଚା ପରିସରକୁ ମଧ୍ୟ ଏହା ଆସିଯାଇଛି ଏବଂ ମାନବ ବିଦ୍ୟାର ଗୋଟାଏ ନୂତନ ଅଙ୍ଗ ଭାବରେ ବିଶେଷ ବିଭାଗ ଭାବରେ ବର୍ତ୍ତମାନ ଏହା ଭାରତବର୍ଷରେ ମଧ୍ୟ ଖୁବ୍ ପ୍ରତିଷ୍ଠିତ ହେଇସାରିଛି। ଲୋକ ସାହିତ୍ୟକୁ ନେଇ ଅଧ୍ୟୟନ, ଅଧ୍ୟାପନା, ଗବେଷଣା ଏସବୁ କରାଯାଉଛି। ଲୋକ ସାହିତ୍ୟକୁ ନେଇ ମଧ୍ୟ ବିଶ୍ୱବିଦ୍ୟାଳୟ ହେଇଛି, ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ମହୀଶୂର ଠାରେ ସ୍ଥାପନ କରାଯାଇଛି ଏବଂ ବର୍ତ୍ତମାନ ଭାରତର ବହୁ ବିଶ୍ୱବିଦ୍ୟାଳୟରେ ଲୋକ ସାହିତ୍ୟ ଅଧ୍ୟୟନ ନିମନ୍ତେ ସ୍ୱତନ୍ତ୍ର ବିଭାଗ ସବୁ ଖୋଲା ଯାଇଛି। ତ ଏଭଳି ଲୋକ ସାହିତ୍ୟକୁ ଗୁରୁତ୍ୱ କ'ଣ ପାଇଁ ଦିଆଯାଇଛି? ଏବଂ ମୁଁ ପ୍ରଥମେ କହୁଥିଲି ଯେ ଲୋକ କିଏ ଏ ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା ହେଇଛି ଏବଂ ଆଲାନ୍ ଡାଣ୍ଡିସ୍ ସ୍ପେଶିଆଲି କହୁଛନ୍ତି ଯେ ହୁ ଆର୍ ଦ ଫୋକ୍ ପ୍ରଶ୍ନ ଉଠେଇଲା ପରେ ସେ ବିଭିନ୍ନ କଥା ଆଲୋଚନା କରିବା ଭିତରେ କହୁଛନ୍ତି ଅଫକୋର୍ସ ୱି ଅଲ୍ ଆର୍ ଦ ଫୋକ୍। ଏଠି ପୃଥିବୀ ବକ୍ଷରେ ମଣିଷ ସମାଜ ଭିତରେ ଆମେମାନେ ଯେତେ ସବୁ ଅଛନ୍ତି, ଯେଉଁମାନେ ପରମ୍ପରା ବିଶ୍ୱାସୀ, ଯେଉଁମାନେ ପ୍ରଥା ବିଶ୍ୱାସୀ ଏବଂ ପରମ୍ପରାକୁ ନେଇ ଆମର ଜୀବନ ଯେଉଁମାନେ ବଞ୍ଚିବା ପାଇଁ ପ୍ରେରିତ ସେମାନେ ହେଉଛନ୍ତି ଲୋକ। ତ ଆମେ ଏମିତି ଦେଖିବା ଯଦି ଯେଉଁମାନେ ଆମ ସମାଜରେ ଉଚ୍ଚ ଶିକ୍ଷିତ, ଯେଉଁମାନେ ଟିକେ ସଫିଷ୍ଟିକେଟେଡ, ଯେଉଁମାନେ ଟିକେ ସହରୀ, ଯେଉଁମାନେ ଟିକେ ସମ୍ଭ୍ରାନ୍ତ, ସେମାନେ ଲୋକ କି ନା? ଏବଂ ଯେଉଁମାନେ ନିଜର କର୍ମଜୀବନ କାରଣରୁ ବୃତ୍ତି ଦାୟରେ ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ନିୟୋଜିତ, ସେମାନେ ଲୋକ କି ନା? ଏବଂ ସେମାନେ ପ୍ରଥା ପରମ୍ପରା ଇତ୍ୟାଦିକୁ ମାନିକି ଚଳନ୍ତି କି ନା? ଅଫକୋର୍ସ ଯେଉଁମାନେ ଗାଁରେ ରହୁଛନ୍ତି, ଯେଉଁମାନଙ୍କର କୃଷି ହେଉଛି ଜୀବିକା, ବନଜାତ ଦ୍ରବ୍ୟ ସଂଗ୍ରହ ବା ଶିକାର ହେଉଛି ଯେଉଁମାନଙ୍କର ମୂଳ ଆଧାର ଜୀବନର, ସେମାନେ ନିଶ୍ଚିତ ଭାବରେ ଲୋକ। ସେମାନେ ପରମ୍ପରାକୁ, ପର୍ବପର୍ବାଣୀକୁ, ନିଜର ପୂର୍ବଜ ମାନଙ୍କର ଯେଉଁ ନିର୍ଦ୍ଦେଶିତ ପଥକୁ ସେମାନେ ମାନି ଚଳିବା ପାଇଁ ପସନ୍ଦ କରିଥାନ୍ତି। ତ ଏସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ଥାପିତ ହେବା ଭିତରେ ଆଲାନ୍ ଡାଣ୍ଡିସ୍ ସେ ପ୍ରବନ୍ଧ ଲେଖିବା ପାଇଁ ଚେଷ୍ଟା କରନ୍ତି ଏବଂ ସେ ଶେଷରେ ନିଷ୍କର୍ଷରେ ପହଞ୍ଚନ୍ତି ଯେ ନା, ନିଶ୍ଚିତ ଭାବରେ ପୃଥିବୀର ସମସ୍ତେ ହିଁ ଲୋକ। କୌଣସି ନା କୌଣସି କାରଣରୁ, କୌଣସି ନା କୌଣସି ଭାବଭଙ୍ଗୀରୁ, ବିଶ୍ୱାସବୋଧରୁ, ଧର୍ମୀୟ ଚିନ୍ତାଧାରା କାରଣରୁ ସେମାନେ ଲୋକ ହେଇଥାନ୍ତି
ଇଭେନ୍ ଯୋଉ ଯିଏ ଆମର ପ୍ରଧାନମନ୍ତ୍ରୀ, ଯିଏ ରାଷ୍ଟ୍ରପତି, ସେଇ ପାହ୍ୟାର ଲୋକମାନେ ମଧ୍ୟ ଲୋକ। ଏବଂ ଧରାଯାଉ ଯୋଉମାନେ ବିଭିନ୍ନ ନିର୍ଦ୍ଦିଷ୍ଟ ବୃତ୍ତି ଦାୟରେ ଅଛନ୍ତି, ଧରାଯାଉ ଗୋଟେ ମିଲିଟାରୀ ଗ୍ରୁପ, ଧରାଯାଉ ଗୋଟେ ନାଭାଲ ଗ୍ରୁପ, ଧରାଯାଉ ଗୋଟେ ଯୁଦ୍ଧ ପାଇଁ କୌଣସି ଗୋଟେ ଜାଗାରେ ଟେଣ୍ଟ କରିକିରି ବା ରହୁଥିବା, କିଛି ସମୟ ରହୁଥିବା ଲୋକମାନେ ମଧ୍ୟ ଲୋକ, ଯୋଉମାନେ ସମୁଦ୍ର ଜୀବୀ, ମତ୍ସ୍ୟଜୀବୀ, ସେମାନେ ମଧ୍ୟ ଯଦି ମାସବ୍ୟାପୀ ସମୁଦ୍ର ପଥରେ ନିଜର ଜୀବିକା ପାଇଁ ଏକାଠି ରହୁଥାନ୍ତି, ତାହେଲେ ସେମାନେ ବି ଲୋକ। ଏବଂ ସେଇ ଅବସରରେ ମଧ୍ୟ ତାଙ୍କର କିଛି ନୂଆ କଥା ଘଟେ ଏବଂ କିଛି ଗ୍ରୁପ ହେଇକି ସେମାନେ କିଛି କଥାକୁ ସେଇଠି ସୃଷ୍ଟି କରୁଥାନ୍ତି। ଏବଂ ଲୋକ ସଂସ୍କୃତିର ସର୍ଜନ ଏକାକୀ ହୋଇନଥାଏ, ସାମୂହିକ ଭାବରେ ହେଇଥାଏ। ଏଇଟା ହଉଛି ତାର ବୈଶିଷ୍ଟ୍ୟ। ତେଣୁ ସେଇଭଳି ଦୃଷ୍ଟିରୁ ଯଦି ଆମେ ଚିନ୍ତା କରିବା, ତାହେଲେ ଆମେ ସମସ୍ତେ ଲୋକ ଅନ୍ତର୍ଭୁକ୍ତ। ଏବଂ ଯୋଉ ସଂସ୍କୃତି ପରମ୍ପରା ଆଧାରିତ ହେଇଥାଏ ଏବଂ ପିଢ଼ି ପରେ ପିଢ଼ି ତାକୁ ଆମେ ବିନା ଯୁକ୍ତିରେ ଆଦର୍ଶ ବୋଲି ତାକୁ ଆମେ ମାନି ଚଳି ଆସିଥାଉ, ତାକୁ ଲୋକ ସଂସ୍କୃତି ମଧ୍ୟ କୁହାଯାଏ। ତେବେ ସଂସ୍କୃତି କଣ, ଏଭଳି ଯଦି ପ୍ରଶ୍ନ ଆସେ, ତାହେଲେ ତାର ଉତ୍ତର ମଧ୍ୟ ଆମକୁ ରଖିବାକୁ ପଡ଼ିବ ଯେ ସଂସ୍କୃତି ହେଉଛି ଆମର ଜୀବନର ଗୋଟେ ଚଳଣି, ଗୋଟେ ବ୍ୟବହାର ଶୈଳୀ, ଗୋଟେ ଖାଦ୍ୟ ଅଭ୍ୟାସ, ଗୋଟେ ଗୃହ ନିର୍ମାଣ କୌଶଳ, ଗୋଟେ ପର୍ବପର୍ବାଣୀର ଯୋଉ ବିଭିନ୍ନ ପ୍ରକାର ଓଷା ବ୍ରତ ଇତ୍ୟାଦିର ଯୋଉ ପାଳନ ବିଧି ନିଷେଧ, ଏବଂ ବିବାହ, ଜନ୍ମ, ମୃତ୍ୟୁ ସମୟରେ ଯୋଉ ସଂସ୍କାର, ଆମର ଧର୍ମୀୟ ବିଶ୍ୱାସ ବା ଆଚରଣ, ଏସବୁ ଆମର ସଂସ୍କୃତି ଅନ୍ତର୍ଭୁକ୍ତ ହେଇପାରେ। ଏହା ସହିତ ପର୍ବପର୍ବାଣୀକୁ ଯଦି ଆମେ କେନ୍ଦ୍ର କରି ଆଉ ଟିକେ ସବିଶେଷ ଆଲୋଚନା କରିବାକୁ ଯିବା, ତାହେଲେ ଦେଖିବା ଯେ ପର୍ବ ଭିତରେ ପ୍ରଚଳିତ ଥିବା ବା ପର୍ବ ଅବସରରେ, ବିବାହ ଅବସରରେ ପ୍ରଚଳିତ ଥିବା ବିଭିନ୍ନ ପ୍ରକାର ଗୀତ, ନୃତ୍ୟ, ବାଦ୍ୟ, ଅଭିନୟ, ଏସବୁ ମଧ୍ୟ ଆମର ସଂସ୍କୃତି ଅନ୍ତର୍ଭୁକ୍ତ। ଏବଂ ଆମର ବିଭିନ୍ନ ପ୍ରକାର କଳା, ପାରମ୍ପରିକ କଳା, ବିଭିନ୍ନ ପ୍ରକାର ଲୋକ କଳା, ଆର୍ଟ ଆଣ୍ଡ ଆର୍ଟିଫ୍ୟାକ୍ଟସ ଯାହାକୁ କୁହାଯାଉଛି, ଏବଂ ଆମର ଭାସ୍କର୍ଯ୍ୟ, ଏସବୁ ଆମର ଲୋକ ସଂସ୍କୃତି ଅନ୍ତର୍ଭୁକ୍ତ ହେଇପାରିବ। ଏବଂ ଲୋକ ସଂସ୍କୃତି ବା ସଂସ୍କୃତି ଏଭଳି ଏକ ପରିସର ଯୋଉଥିରେ କି ବ୍ୟକ୍ତି ଜୀବନର ଗୋଟେ ପରିପାଳନ ହଉଥାଏ ଏବଂ ବ୍ୟକ୍ତିର ଯୋଉ ପ୍ରତିଭା, ତାହା ମଧ୍ୟ ସେଥିରେ ବିକଶିତ ହେବାର ଗୋଟେ ବାତାବରଣ ସଂସ୍କୃତି ଭିତରେ ଥାଏ। ତେଣୁ ସଂସ୍କୃତି ବିନା ଜଣେ ମଣିଷ ସଂସ୍କାର ସମ୍ପନ୍ନ ହେଇପାରିବନି। ତାର ଆଚାର ବ୍ୟବହାର, ଜ୍ଞାନ, ଗରିମା, ବ୍ୟକ୍ତିତ୍ୱର ବିକାଶ, ନେତୃତ୍ୱ କୌଶଳ ବା ଚଳଣି ଇତ୍ୟାଦି ଯାହା ଆମେ ଆଲୋଚନା କଲେ, ଖାଦ୍ୟପେୟ, ବାସଗୃହ, ଏସବୁ ନିୟନ୍ତ୍ରିତ ହଉଥାଏ ତାର ସଂସ୍କୃତି ଦ୍ୱାରା। ତେଣୁ ସଂସ୍କୃତି ଏଭଳି ଗୋଟେ ପରିସର ଯାହା ଆମକୁ ହୁଏତ ବେଳେ ବେଳେ ଦୃଶ୍ୟମାନ ହୁଏ, ଆଉ ବେଳେ ବେଳେ ଅଦୃଶ୍ୟ ମଧ୍ୟ ଥାଏ। ତେଣୁ ସେଇ ଦୃଷ୍ଟିରୁ ବିଶାରଦ ମାନେ ସଂସ୍କୃତିକୁ ଦୁଇ ଭାଗରେ ବିଭକ୍ତ କରୁଛନ୍ତି। ଗୋଟେ ହେଉଛି ମୂର୍ତ୍ତ ସଂସ୍କୃତି ଏବଂ ଅନ୍ୟଟି ହେଉଛି ଅମୂର୍ତ୍ତ ସଂସ୍କୃତି ବା ଟାଞ୍ଜିବୁଲ କଲଚର ଆଣ୍ଡ ଇନଟାଞ୍ଜିବୁଲ କଲଚର। ଟାଞ୍ଜିବୁଲ କଲଚର କହିଲେ କ'ଣ, ପୁଣି ଥରେ ମୁଁ ସେ କଥାକୁ ତାର ପୁନରାବର୍ତ୍ତନ କରିବା ପାଇଁ ଚାହିଁବି ଯେ ଯେମିତି ଆମର ଗୃହ ନିର୍ମାଣ କୌଶଳ, ଆମର ବାସ୍ତୁ ଯୋଉ କୌଶଳ, ଆମର ବିଭିନ୍ନ ପ୍ରକାର ଯୋଉ କଳା, ଭାସ୍କର୍ଯ୍ୟ, ବେଶଭୂଷା, ଖାଦ୍ୟ ଇତ୍ୟାଦି, ଏସବୁ ବା ଆମର ଯୋଉ ଇନଫ୍ରାଷ୍ଟ୍ରକ୍ଚର ଯୋଉଟା କହୁଛୁ, ଆମ ସାଂସ୍କୃତିକ ଭୌତିକ ସଂସ୍କୃତି ଯାହାକୁ କୁହାଯାଇପାରେ, ବସ୍ତୁ ସମ୍ବନ୍ଧୀୟ ସଂସ୍କୃତି, ତାକୁ ସେଥିରେ ମଧ୍ୟ ଆମର କିଛି ସୌନ୍ଦର୍ଯ୍ୟ ଦୃଷ୍ଟି, ସେଥିରେ ଆମର ବିଶ୍ୱାସବୋଧ, ସବୁ ସେଥିରେ ମଧ୍ୟ ନିହିତ ହେଇକରି ସମ୍ପୃକ୍ତ ହେଇକି ଥାଏ। ଆଉ ଇନଟାଞ୍ଜିବୁଲ ଯୋଉଟା ଅଦୃଶ୍ୟ ବା ଅମୂର୍ତ୍ତ ସଂସ୍କୃତି ହେଉଛି ଆମର ଯୋଉଥିରେ କି ଆମେ ତାକୁ ଦେଖି ପାରୁନା, ଦୃଶ୍ୟମାନ ହୁଏ ନାହିଁ। ଯେମିତିକି ଗୀତ, ଗୀତ ଆମକୁ ଆମ ହୃଦୟକୁ, ଆମ ମନକୁ, ଆମ ବିବେକକୁ ସ୍ପର୍ଶ କରେ।
କିନ୍ତୁ ଆମେ ତାକୁ ଦେଖିପାରୁନା। ସେମିତି ଆମର ଭାଷା, ଆମର ଅଭିନୟ, ବାଦ୍ୟ ଇତ୍ୟାଦି ହେଉଛି ଆମର ଅମୂର୍ତ୍ତ ସଂସ୍କୃତି ବା ଇନଟାଞ୍ଜିବୁଲ କଲଚର। ତ ଯଦି ଆମେ ଦେଖିବା, ଆମେ ତ ମୟୂରଭଞ୍ଜର ପ୍ରେକ୍ଷାପଟରେ ଛିଡା ହେଇକି ଆଲୋଚନା କରୁଛନ୍ତି, ତାହେଲେ ଦେଖିବା ଯେ ମୟୂରଭଞ୍ଜରେ ଆମେ ଏଇ ସଂସ୍କୃତିର ଆଉ ଗୋଟିଏ ରୂପ ମଧ୍ୟ ଆମେ ଦେଖୁ। ହୁଏତ ଓଡ଼ିଶାର, ଭାରତବର୍ଷର, ପୃଥିବୀରେ ମଧ୍ୟ ସେଇ ତୃତୀୟ ପ୍ରକାର ସଂସ୍କୃତି ଆଜିର ଆଧୁନିକ ମାନବ ସମାଜରେ ଦେଖିବାକୁ ମିଳୁଥିବ। ଆମର ସେତେ ମାନେ ପହଞ୍ଚ ନାହିଁ, ଜ୍ଞାନ ନାହିଁ ସେ ସମ୍ପର୍କରେ। ତେବେ ମୟୂରଭଞ୍ଜରେ ଆମେ ଦେଖିବାକୁ ପାଉ ଆଉ ଗୋଟେ ପ୍ରାୟୋଜିତ ସଂସ୍କୃତି। ଏଇ ଯୋଉ ଟାଞ୍ଜିବୁଲ ଇନଟାଞ୍ଜିବୁଲ କଲଚର ଛଡା ଆଉ ଗୋଟେ ଆମେ ଦେଖିବାକୁ ପାଇବା ଗୋଟେ ୱାନ୍ ଟାଇପ୍ ଅଫ୍ ଆରେଞ୍ଜଡ କଲଚର। ଯେମିତିକି ଏବେ ମୟୂରଭଞ୍ଜରେ ବିଭିନ୍ନ ପାହାଡ଼, ନଈ ଏବଂ ତୀର୍ଥସ୍ଥାନ, ମନ୍ଦିର, ବିଭିନ୍ନ ଗାଁକୁ ଐତିହ୍ୟ ସମ୍ପନ୍ନ କରିବା ପାଇଁ କୌଣସି ନା କୌଣସି ବିଶ୍ୱାସ ବୋଧରେ ପରିଚାଳିତ ହେଇ ଲୋକମାନେ ସେଠି ମେଳା, ମହୋତ୍ସବ, ମକର ଅବସରରେ ଟୁସୁ ଏବଂ ଏବେ ଏବେ ବିଭିନ୍ନ ଜାଗାରେ ବିଭିନ୍ନ ଜାତି ଆଧାରରେ ମଧ୍ୟ ବିଭିନ୍ନ ପ୍ରକାର ସମାବେଶ, ମହୋତ୍ସବ ଇତ୍ୟାଦି ଆୟୋଜନ କରୁଛି। ସରକାର ମଧ୍ୟ ତାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ବିଭିନ୍ନ ଜାଗାରେ ଆପଣମାନେ ଦେଖୁଥିବେ ଆମର ମାଦଲ ମହୋତ୍ସବ ହଉଥିବ, ଧୁମସା ମହୋତ୍ସବ ହଉଥିବ ଉଦଳା ଆଡେ, ରାଇରଙ୍ଗପୁରରେ, ବାରିପଦାରେ ଆମର ହଉଥିବ ମହୋତ୍ସବ, ମୟୂରଭଞ୍ଜ ମହୋତ୍ସବ ହଉଥିବ। ଏସବୁ ହଉଛି ପ୍ରାୟୋଜିତ ଆମର ସଂସ୍କୃତି, ଯୋଉଥିରେ କି ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହେଇଥାନ୍ତି ଏବଂ ଆମ ଗୋଟେ ଅଞ୍ଚଳର, ଗୋଟେ ଜିଲ୍ଲାର ସମଗ୍ର ସାଂସ୍କୃତିକ ଉପାଦାନକୁ ନେଇ ଗୋଟେ ଅଲଗା ସାଂସ୍କୃତିକ ପରିମଣ୍ଡଳ ତିଆରି ହଉଥାଏ। ତ ଏଇ ହଉଛି ଆମର ସାଂସ୍କୃତିକ ଯୋଉ ବୈଚିତ୍ର୍ୟ ବା ତାର ଯୋଉ ତାତ୍ତ୍ୱିକ ଦୃଷ୍ଟିରୁ ଆମେ ତାର ବିଭାଗୀକରଣ କରିପାରିବା। ତ ଯାହା ଲୋକମାନଙ୍କ ଦ୍ଵାରା ଅନୁସୃତ, ପରିପାଳିତ ଏବଂ ପରମ୍ପରା କ୍ରମେ ପିଢି ପରେ ପିଢି ଗତିଶୀଳ ଏବଂ ଯାହାର ଆଧାର ହଉଛି ମୌଖିକତା ଏବଂ ଅଲିଖିତ ରୂପରେ ଯୋଉ ସଂସ୍କୃତି ଚଳି ଆସିଛି, ତାକୁ ଆମେ ଲୋକ ସଂସ୍କୃତି କହିବା। ଏବଂ ଏଇ ଲୋକ ସଂସ୍କୃତି ଭିତରେ ସାହିତ୍ୟ ହଉଛି ଗୋଟାଏ ମୁଖ୍ୟ ଅଙ୍ଗ। କଳା ଯେମିତି, ଭାସ୍କର୍ଯ୍ୟ ଯେମିତି, ଯେମିତି ଟାଞ୍ଜିବୁଲ ଇନଟାଞ୍ଜିବୁଲ କଲଚର ଭିତରେ ସାହିତ୍ୟ ହଉଛି ୱାନ୍ ଅଫ୍ ଦ ମାନେ ଇମ୍ପୋର୍ଟାଣ୍ଟ ପାର୍ଟ। ତ ସେଥିରେ ସାହିତ୍ୟରେ ଆମେ ଦେଖିବାକୁ ପାଉ ଲୋକ ସାହିତ୍ୟ। ଲୋକ ସାହିତ୍ୟ ହଉଛି ସମ୍ପୂର୍ଣ୍ଣ ରୂପେ ମୌଖିକ ଏବଂ ସମ୍ପୂର୍ଣ୍ଣ ରୂପେ ଅଲିଖିତ, ସମ୍ପୂର୍ଣ୍ଣ ରୂପେ ପରମ୍ପରା ସୃଜିତ ଏବଂ ଏହାର ଲେଖକ ଅଜ୍ଞାତ, କବି ଅଜ୍ଞାତ ଏବଂ ଏହାର ଇତିହାସ ମଧ୍ୟ ଆମକୁ ଜଣା ନାହିଁ ଏବଂ ସମ୍ପୂର୍ଣ୍ଣ ରୂପେ ଗୋଟାଏ ମୌଖିକ ରୂପରେ ଏହା ପ୍ରଚଳିତ ହୋଇ ଆସୁଛି। ଆଉ ଏଇ ଲୋକ ସାହିତ୍ୟ ଭିତରେ ଆମେ ଦେଖିବାକୁ ପାଉ ବିଭିନ୍ନ ଯୋଉ ସାହିତ୍ୟର ବିଭାଗ, ଯେମିତିକି ଲୋକ ଗୀତ, ଲୋକ ନାଟକ, ଲୋକ କାହାଣୀ ଏବଂ ଲୋକବାଣୀ। ଲୋକ ନାଟକ ଗୁଡ଼ିକୁ ଯଦି ଆମେ ଦେଖିବା, ସମଗ୍ର ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରଚଳିତ ଥିବା ଯଦି ଲୋକ ନାଟକ ଦେଖିବା, ସମଗ୍ର ଓଡ଼ିଶାରେ ଦକ୍ଷିଣ ଓଡ଼ିଶାରୁ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଲୋକ ନାଟକ ବର୍ଷ ତମାମ ଆମର ଆୟୋଜିତ ହଉଥାଏ ଏବଂ ସେ ନାଟକ ଗୁଡ଼ିକୁ ମଧ୍ୟ ଆମେ 3, 4, 5 ଭାଗରେ ବିଭକ୍ତ କରିପାରିବା। ଯେମିତିକି ନାଟକରେ ତ ଅଭିନୟ ପ୍ରଧାନ, ମଞ୍ଚ ହଉଛି ମୂଳ ଜିନିଷ, ସଂଳାପ ଏବଂ ଚରିତ୍ର ହଉଛନ୍ତି ମୁଖ୍ୟ। ତ ସେ ନାଟକ ଗୁଡ଼ିକୁ ଆମେ କହିପାରିବା ଯେ ନୃତ୍ୟ ପ୍ରଧାନ ନାଟକ, ବାଦ୍ୟ ପ୍ରଧାନ ନାଟକ ଏବଂ ସଙ୍ଗୀତ ପ୍ରଧାନ ନାଟକ, ଅଭିନୟ ପ୍ରଧାନ ନାଟକ ଏବଂ ଶୋଭାଯାତ୍ରା ମୂଳକ ନାଟକ ବା ପ୍ରସେସନାଲ ଫୋକ୍ ଥିଏଟର। ପ୍ରସେସନାଲ ଅନ୍ୟ ଗୁଡ଼ା ତ ବୁଝା ପଡୁଥିବ, ପ୍ରସେସନାଲ ଫୋକ୍ ଥିଏଟର କଣ ନା ଯାହାର ମଞ୍ଚ ନିର୍ଦ୍ଦିଷ୍ଟ ଗୋଟିଏ ଜାଗାରେ ନଥିବ। ଲୋକନାଟକର ମଞ୍ଚ ହଉଛି ଖୋଲା ଆକାଶ ତଳର ମଞ୍ଚ, ଯୋଉଠି ମାନେ ଗୋଟେ ଉଚ୍ଚାସନ ଦରକାର ନାହିଁ, କେବଳ ଗୋଟେ ଲାଇଟ୍ ଥିବ ଏବଂ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ଥିବ ସେ ଅଞ୍ଚଳ। ଚତୁର୍ଦିଗରେ ଦର୍ଶକ ବସିଥିବେ ଏବଂ ଦର୍ଶକ ମାନେ ମଧ୍ୟ ନାଟକ ପରିଚାଳନାରେ ପାର୍ଟ ଆଣ୍ଡ ପାର୍ସଲ ହେଇକି ଥିବେ। ସେଇଭଳି
ନାଟକ ଲୋକନାଟକ କୁହାଯାଏ। ତେବେ ପ୍ରୋସେସନାଲ ଫୋକ୍ ଥିଏଟର କେମିତି? ପ୍ରୋସେସନାଲ ଫୋକ୍ ଥିଏଟର ହଉଛି ପୁରୀର ସାହି ଜାତ, ଯେମିତି ଯେମିତି ବରଗଡ଼ର ଧନୁଜାତ, ଯାହାର ମଞ୍ଚ ନିର୍ଦ୍ଦିଷ୍ଟ ଗୋଟେ ସଂକ୍ଷିପ୍ତ ପରିସର ନୁହେଁ, ହୁଏତ ଆଟ ଏ ଟାଇମ୍ ବହୁତ ଗୁଡାଏ ମଞ୍ଚ ଏକାଥରେ କାର୍ଯ୍ୟକାରୀ ହଉଥାଏ ଏବଂ ଗତିଶୀଳ ଥାଏ। ଯୋଉ ନାଟକଟି ଗୋଟିଏ ଜାଗାରୁ ମାନେ ଗୋପପୁରରୁ ଧନୁପାଲିରୁ ଯାଉଥିବେ, ଆଉ କୋଉ ଅଇଁଠାପାଲିକୁ କି କୋଉଠି ହୀରା ନଦୀ ଡେଇଁକିରି ମଥୁରାରୁ ଗୋପପୁରକୁ ଯାଉଥିବେ କଂସ। ଏବଂ ସାହି ଜାତରେ ମଧ୍ୟ ସେଇଭଳି ବହୁତ ଗୁଡାଏ ସାହି ଥାଏ। ପୁରୀରେ, ପୁରୀ ସହର ମଧ୍ୟ ଆଖପାଖ ଅଞ୍ଚଳରେ ଗୁଡାଏ ସାହି, ଏବଂ ସେଇଠି ବିଭିନ୍ନ ଆଖଡାରେ ମାନେ ପ୍ରସ୍ତୁତି ହୋଇଥିବ ରାମାୟଣ ଆଧାରିତ, ରାବଣ ଚରିତ୍ର ଆଧାରିତ ମୁଖ୍ୟତଃ ଅଭିନୟକୁ ପ୍ରଦର୍ଶନ କରିବା ପାଇଁ, ଏବଂ ସମଗ୍ର ପୁରୀ ସହରରେ ଠିକ ସେଇ ମାନେ ରାବଣ ଚରିତ୍ର ଚାଞ୍ଚଲ୍ୟ ସୃଷ୍ଟିକାରୀ ହସ ହସି ସଂକ୍ଷିପ୍ତ ମାନେ ସଂଳାପ କହି ଲୋକଙ୍କୁ ରାମାୟଣର ପୃଷ୍ଠଭୂମିକୁ ମନେ ପକେଇ ଦଉଥିବ। ଏମିତି ଅନେକ ନାଟକ ଅଛି, ଯେମିତିକି ଆମେ ଲୀଳା ସମ୍ବନ୍ଧୀୟ ନାଟକ ଅଛି, ରାମ ଲୀଳା, କୃଷ୍ଣ ଲୀଳା, ଭାରତ ଲୀଳା, ଏଭଳି ଲୀଳା ସମ୍ବନ୍ଧୀୟ ନାଟକ ରହିଛି, ଗୋପ ଲୀଳା ଏସବୁ। ସେମିତି ଅନ୍ୟାନ୍ୟ ବିଭିନ୍ନ ସହରରେ ଆମର ଅଭିନବ ନାଟକ ସବୁ ଲୋକ ନାଟକ ରହିଛି। ଯେମିତି ଭଦ୍ରକରେ ଥିଲା ଆଗରୁ ମୋଗଲ ତାମସା, ଏବେ ତାହା ଲୁପ୍ତ ପ୍ରାୟ। ସେମିତି ଗଞ୍ଜାମ ଅଞ୍ଚଳରେ ଆମର ରହିଛି ପ୍ରହ୍ଲାଦ ନାଟକ, ଆଉ ଆଉ ଗୋଟେ ହଉଛି ପ୍ରହ୍ଲାଦ ନାଟକ, ଆଉ ଆଉ ଗୋଟେ ନାଟକ ଅଛି ବାହାର ହଠାତ୍ ମନେ ପଡୁନି। ତାପରେ ଯେମିତିକି ପାଲା, ଯେମିତିକି ଦଣ୍ଡ ନାଟ ଏସବୁ ରହିଛି। ଯେମିତି ଆମର ଛଉ ନୃତ୍ୟ ଅଛି ମୟୂରଭଞ୍ଜରେ, ଏବଂ ଏଇଭଳି ବିଭିନ୍ନ ପ୍ରକାର ନାଟକ ସବୁ ରହିଛି। ଆଉ ସେମିତି ଲୋକ କାହାଣୀ ହଉଛି ଅନ୍ୟତମ ବିଭାଗ ଲୋକ ସାହିତ୍ୟର। ଲୋକ କାହାଣୀକୁ ମଧ୍ୟ ଆମେ ପ୍ରଶ୍ନଟି ଆସୁଛି ଯେ ଆଜ୍ଞା, ପ୍ରଶ୍ନ ଉତ୍ତର ପାଇଁ ଆମର ସ୍ୱତନ୍ତ୍ର ସେସନ ରହିଛି, ଯେହେତୁ ଆମ ଚାଟ ବକ୍ସ ରେ ଅଛି, ଆମେ ସେତେବେଳକୁ ଆଲୋଚନା କଲେ ଭଲ ହୁଅନ୍ତା। ହଁ, ପ୍ରଶ୍ନଟି କଣ ଥିଲା ମୁଁ ଦେଖିପାରିଲିନି, କଟିଗଲା କେମିତି? ପ୍ରଶ୍ନ ଯଦି ଆଜ୍ଞା ଆଜ୍ଞା, ପ୍ରଶ୍ନ ଉତ୍ତର ପାଇଁ ଆମର ସ୍ୱତନ୍ତ୍ର ରହିଛି ଶେଷ ଆଡକୁ, ଏ ଅଭିଭାଷଣ ପରେ ଆଚ୍ଛା, ହଉ, ରହିବ, ସେଇ ପ୍ରଶ୍ନଟାକୁ ଟିକେ ନୋଟ ସେତେବେଳକୁ କରିଥିବେ ତାହେଲେ। ରଖିବା। ଆଜ୍ଞା ହଁ, ତ କହୁଥିଲି ଯେ ଲୋକ କାହାଣୀ ମଧ୍ୟ ସେଇଭଳି ବିଭିନ୍ନ ପ୍ରକାର ରହିଛି, ଯେମିତିକି ପଶୁ ପକ୍ଷୀ ସମ୍ବନ୍ଧୀୟ ଲୋକ କାହାଣୀ, ରାଜା ରାଣୀ ଚରିତ୍ର ଆଧାରିତ କାହାଣୀ, ପରୀ କାହାଣୀ, ଭୂତ ପ୍ରେତ ସମ୍ବନ୍ଧୀୟ କାହାଣୀ ସବୁ ରହିଛି। ଏବଂ ନାଟକ ପରି କାହାଣୀ ମଧ୍ୟ ବହୁଳ ଭାବରେ ପ୍ରଚାରିତ ଥିଲା ଆଗରୁ, ଏବେ ଆଉ ଆଧୁନିକ ସମୟରେ ସେ ସବୁ ନାହିଁ। ଲୋକ ନାଟକ ପରି ତାହା ମଧ୍ୟ ଅପଶ୍ରୟମାଣ ଅବସ୍ଥା ପ୍ରାପ୍ତ ବର୍ତ୍ତମାନ। ଏବଂ ସଙ୍ଗୀତକୁ ଯଦି ଦେଖିବା, ଲୋକ ସଙ୍ଗୀତକୁ ବା ଲୋକ ଗୀତକୁ, ତାହେଲେ ଦେଖିବା ଲୋକ ଗୀତ ମଧ୍ୟ ବିଭିନ୍ନ ପ୍ରକାରର ଲୋକ ଗୀତ ରହିଛି। ଯେମିତିକି ମୁଁ କହୁଥିଲି ଯେ ପର୍ବ ସମ୍ବନ୍ଧୀୟ ଲୋକ ଗୀତ, ଧର୍ମ ସମ୍ବନ୍ଧୀୟ ଲୋକ ଗୀତ, ଆଉ କର୍ମ ସମ୍ବନ୍ଧୀୟ ଲୋକ ଗୀତ, ବିବାହ ସମ୍ବନ୍ଧୀୟ ଲୋକ ଗୀତ, ଶିଶୁ ଗୀତ ବା ପିଲା ଭଲାଣିଆ ଗୀତ, ଏବଂ ଖେଳ ଗୀତ, ଏଇ ସବୁ ବିଭିନ୍ନ ପ୍ରକାର ଗୀତ ମଧ୍ୟ ବହୁ ପରିମାଣରେ ଓଡ଼ିଆ ସାହିତ୍ୟରେ ବା ଓଡ଼ିଆ ଲୋକ ସାହିତ୍ୟ ଜଗତରେ ପ୍ରଚଳିତ ଥିଲା। ଏବେ ତାହା ଅବଲୁପ୍ତ ପ୍ରାୟ। ତାର ସଂଗ୍ରହ କାର୍ଯ୍ୟ କରାଯାଇଛି। ଚକ୍ରଧର ମହାପାତ୍ର ହୁଅନ୍ତୁ ବା ମରକୁଞ୍ଜ ବିହାରୀ ଦାସ ହୁଅନ୍ତୁ, ପ୍ରସନ୍ନ ମିଶ୍ର ହୁଅନ୍ତୁ, ଗୋପାଳ ଚନ୍ଦ୍ର ପ୍ରହରାଜ ହୁଅନ୍ତୁ, ଶ୍ୟାମ ସୁନ୍ଦର ମହାପାତ୍ର ହୁଅନ୍ତୁ, ଏମାନେ ସବୁ ଲୋକ ସାହିତ୍ୟ ପାଇଁ କାମ କରିଛନ୍ତି। ଏବଂ ବିଭିନ୍ନ ଅନ୍ୟାନ୍ୟ ଅଛନ୍ତି ମଧ୍ୟ, ଅନେକ ଅରବିନ୍ଦ ପଟ୍ଟନାୟକ ଠୁ ଆରମ୍ଭ କରି ବିଭିନ୍ନ ଲୋକ ସାହିତ୍ୟିକ ସବୁ, ଗବେଷକ ସବୁ ରହିଛନ୍ତି। ସେମାନେ ମଧ୍ୟ ବିଭିନ୍ନ ପ୍ରକାର ପୁସ୍ତକ ରଚନା କରି ଯାଇଛନ୍ତି, ଓଡ଼ିଆ ଲୋକ ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକ।
ଆଉ ଗୋଟେ ପାର୍ଟ ହଉଛି ଲୋକ ସାହିତ୍ୟର ଲୋକବାଣୀ। ଲୋକବାଣୀରେ ମଧ୍ୟ ଆମେ ବିଭିନ୍ନ ତାର ଯୋଉ ବିଭାଗ ଦେଖିବାକୁ ପାଇବା, ଯେମିତିକି ପ୍ରବାଦ, ପ୍ରବଚନ, ଛଟା, ଢଗ ଢମାଳି ଏବଂ ପ୍ରବଚନ। ହଁ, ପ୍ରବାଦ, ପ୍ରବଚନ, ଛଟା, ଢଗ ଢମାଳି ଏସବୁ ନାଁ ଦିଆ ବିଭାଗ ରହିଛି। ଏଥିରେ ସାମାନ୍ୟ ଟିକେ ତାରତମ୍ୟ ମଧ୍ୟ ଥାଏ, ଯେମିତିକି ଢଗ ଢମାଳି। ଢଗ ଢମାଳି କହିଲେ ଢଗ ଯେମିତି କୁହାଯାଏ ଯେ ଢଗଟିଏ, ଯେମିତିକି ଯେମିତିକି ଏଇ କଥାକୁ ନା ପେଲି ଦେଲି କଲିକତାକୁ, ବା ମାଲୋ ମଲ୍ଲି ଗାଁଟା ଯାକ ବୁଲି ଅଇଲି କେହି ନ କହିଲେ ବସ ବୋଲି, ଢଗଟେ କହିଦେଲେ। ସେମିତି ଥିବ ନାଁ ଦିଆରେ ଗୋଟେ ପ୍ରଶ୍ନ ଥିବ ଆଉ ତାର ଉତ୍ତର ଖୋଜା ଯାଉଥିବ। ଯେମିତି ଯାଇଥିଲି ଉତ୍ତର ଦେଖି ଆସିଲି ଗଛ ଉପରେ ପତର, ତାର ଉତ୍ତର ହଉଛି ଯେମିତି ସପୁରୀ। ସମ୍ବଲପୁରୀ ଭାଷାରେ ସେମିତି ରହିଛି ମା ସୁନ୍ଦରୀ ନା ମା ଚାବିରି ମା ଝି ସୁନ୍ଦରୀ, ସେଟାକୁ କହୁଛନ୍ତି ସେମାନେ ଲଙ୍କା ଗଛ। ଲଙ୍କା ଯେତେବେଳେ ପାଚି ଯାଇଥିବ ତାକୁ ସେଇଭଳିଆ କହୁଛନ୍ତି। ତ ଏଇଭଳି ନାଁ ଦିଆ ସବୁ ରହିଛି। ଆଉ ପ୍ରବାଦ ଆଉ ପ୍ରବଚନ ମଧ୍ୟ ରହିଛି। ପ୍ରବାଦ ପ୍ରବଚନ ଦୁଇଟି ଭିତରେ ଟିକେ ସାମଞ୍ଜସ୍ୟ ଅବଶ୍ୟ ଅଛି, କିନ୍ତୁ ପ୍ରବଚନ ହଉଛି ଉପଦେଶ ମୂଳକ ବାଣୀ, ଯୋଉଥିରେ କି ଅଭିଜ୍ଞତା ଥାଏ, ଜ୍ଞାନ ଥାଏ। ଯେମିତି ପାଦରେ ତେଲ, ମୁଣ୍ଡରେ ପଗଡି ପାଦରେ ତେଲ, ବୈଦ ସାଙ୍ଗରେ କରିବ ଗେଲ। ଏଇ ଯୋଉ ବାଣୀଟିରେ କିଛି ଉପଦେଶ ଅଛି, ଅଭିଜ୍ଞତା ଅଛି, ଯେ ଯଦି ଆମେ ମୁଣ୍ଡରେ ପଗଡି ବା ଠେକା ଲଗେଇକି ବୁଲୁଥିବା, ତାହେଲେ ଖରା ହଉ, ବର୍ଷା ହଉ, ଶୀତ ହଉ, ହୁଏତ ଆମେ ତାହା ଆମର ହେଲମେଟ ପରି କାମ ଦବ। ଏବଂ ପାଦରେ ତେଲ ଯଦି ଦଉଥିବା, ତାହେଲେ ବିଶେଷ ରୋଗ ବାଗ ବେମାରୀ ହବ ନାହିଁ ଏବଂ ବୈଦର ଆବଶ୍ୟକତା ପଡିବ ନାହିଁ। ଏଇଭଳି। ଆଉ ପ୍ରବାଦ କଣ? ପ୍ରବାଦରେ ମଧ୍ୟ ସେଭଳି ବାଣୀଟିଏ ଥିବ ଉପଦେଶାତ୍ମକ, କିନ୍ତୁ ତା ମୂଳରେ ଥିବ ଗୋଟେ କାହାଣୀ, ଗୋଟେ ଗାଥା। ଯେମିତି ଅତି ଲୋଭେ ତନ୍ତି ମରେ। ଏଠି ଅତି ଲୋଭେ ତନ୍ତି ମରେ, ଏଥିରେ ଗୋଟେ ଉପଦେଶ ଲୁଚି ରହିଛି, ବାଣୀଟେ ଯୋଉଥିରେ କି ଅଭିଜ୍ଞତା ରହିଛି ଯେ ଅତି ଲୋଭ କରିବାଟା ବିପଜ୍ଜନକ। ତେବେ ହୁଏତ କେବେ ନା କେବେ କୋଉଠି ନା କୋଉଠି ଜଣେ ତନ୍ତୀ ଥିଲା ଏବଂ ସେ ଜମିବାଡ଼ି ବିହୀନ, ଆଉ ତନ୍ତବାୟ ହଉଛି ତାର ଯୋଉ କର୍ମ ଆଉ ଜୀବିକା। ସେଥିରୁ ସେ ଯେତେବେଳେ ତାର ପେଟ ପାଟଣା କରିପାରୁନାହିଁ, ସେତେବେଳେ ସେ ରାଜାଙ୍କ ପାଖକୁ ଯାଉଛି ଏବଂ ରାଜା ତାକୁ କହୁଛନ୍ତି, ରାଜାଙ୍କୁ ଗୁହାରି କଲା ପରେ ସେ କହିଲେ ଯେ ହଉ ତାହେଲେ ଜମିବାଡ଼ି କିଛି ନିଅ, ଚାଷ କର। ତାପରେ ସିଏ ବଶବର୍ତ୍ତୀ ହେଇଛି ଲୋଭର, ଆଉ ଚିହ୍ନଟ କରିବା ପାଇଁ ଯାଉଛି ଜାଗାକୁ, ଏବଂ ସକାଳୁ ଯାଇଛି ଯେ ଅପିଆ ସନ୍ଧ୍ୟାରେ ଫେରିଲା ବେଳକୁ ତାର ଆଉ ପ୍ରାଣବାୟୁ ଉଡି ଯାଇଛି। ତ ସେ ଅତି ଲୋଭ କରିବା କାରଣରୁ ସେ ନିଜର ପ୍ରାପ୍ୟ ଜମିକୁ ତ ଚିହ୍ନଟ କରିପାରିଲା ନାହିଁ, ବରଂ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିଗଲା। ତେଣୁ ଏଇଭଳି ଯୋଉ ଘଟଣାଟି ଥିଲା, ସେଇ ଘଟଣାଟିର ନିଷ୍କର୍ଷ ହଉଛି ଯେ ଅତି ଲୋଭେ ତନ୍ତି ମରେ। ତ ଏଇଭଳି ଅନେକ କଥା ଅଛି ଓଡ଼ିଆ ସଂସ୍କୃତି ଭିତରେ। ଅନେକ ରହିଛି ଲୋକ କାହାଣୀ, ଲୋକ ନାଟକ, ଲୋକ ଗୀତ ଏବଂ ଲୋକବାଣୀ। ତ ଆମେ ସେ ସମ୍ପର୍କରେ ଯଦି ସବିଶେଷ ଆଲୋଚନା କରିବା, ତାହେଲେ ଜାଣିପାରିବା। ତ କେବଳ ଓଡ଼ିଶାରେ ତ କେବଳ ଓଡ଼ିଆ ଭାଷା ନାହିଁ, ଓଡ଼ିଆ ଭାଷା ବ୍ୟତୀତ ମଧ୍ୟ ରହିଛି 62-63 ପ୍ରକାରର ଜନଜାତି ମାନଙ୍କର ଭାଷା। ସମସ୍ତଙ୍କର ଯଦିଓ ନିଜସ୍ୱ ମୌଳିକ ଭାଷା ନାହିଁ, ତାଙ୍କର ଯୋଉ କଥନ ଶୈଳୀ ଟିକେ ନିଆରା, ଟିକେ ସ୍ୱତନ୍ତ୍ର। ଭାରତୀୟ ଆର୍ଯ୍ୟ ଭାଷାରେ ମଧ୍ୟ ସେମାନେ କହିଥାନ୍ତି, ଓଡ଼ିଆ ଭାଷା ମଧ୍ୟ କହନ୍ତି, କିନ୍ତୁ ତାଙ୍କର କହିବାର ଯୋଉ ଭଙ୍ଗୀ ଭିନ୍ନ ଏବଂ ତାଙ୍କର ବିଶ୍ୱାସ, ଚାଲିଚଳଣି, ଏ ଯୋଉ ଲୋକଧାରା ସମ୍ପୂର୍ଣ୍ଣ ନିଆରା। ଏବଂ
ତାଙ୍କର ଯୋଉ ଲୋକ ଜ୍ଞାନ, ତାଙ୍କର ଯୋଉ ଲୋକ ବିଦ୍ୟା, ତାଙ୍କର ଇଣ୍ଡିଜିନିୟସ୍ ନଲେଜ ସିଷ୍ଟମ ଯାହାକୁ କୁହାଯାଉଛି ବା ପାରମ୍ପରିକ ଜ୍ଞାନ ପ୍ରଣାଳୀ, ତାହା ମଧ୍ୟ ଅତୀବ ମାନେ ଅଭିଜ୍ଞତା ସିଦ୍ଧ। ତେଣୁ ଯେତେ ଜାତିକୁ ସେତେ ପ୍ରକାର ସଂସ୍କୃତିର ସ୍ୱାତନ୍ତ୍ର୍ୟ ଆମେ ଦେଖିବାକୁ ପାଇବା ଓଡ଼ିଶାରେ, ଭାରତ ବର୍ଷରେ। ବହୁ ବିବିଧତା ଭରା ଏଇ ଭାରତ ବର୍ଷର ଲୋକ ସଂସ୍କୃତି, ଏବଂ ତା ଭିତରେ କିଛି କିଛି ରହିଛି ଏକରୂପତା। ଯେମିତିକି ଆମର ଗୋଟେ କରମ ପରବ ହଉଛି, କରମ ପରବ କୁର୍ମୀ ଜାତିର ଲୋକମାନେ ମୁଖ୍ୟତଃ ଆମର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଅଞ୍ଚଳରେ, ତା ସହିତ କୁର୍ମୀ ବସତି ଥିବା ଝାଡ଼ଖଣ୍ଡ ଆଉ ଅନ୍ୟାନ୍ୟ ପ୍ରଦେଶରେ, ଯେମିତିକି ଆମର ଆସାମରେ, ବେଙ୍ଗଲରେ ମଧ୍ୟ ଏହି ପରବ ପାଳିତ ହୁଏ। ତା ସହିତ ଅନ୍ୟ ଜାତିର କିଛି ଲୋକମାନେ ମଧ୍ୟ, ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ପର୍ବକୁ ଆୟୋଜନ କରନ୍ତି, ପାଳନ କରନ୍ତି, କରମ ଦେବଙ୍କର ଆରାଧନା କରନ୍ତି। ଏବଂ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ପାଉ ଆମେ କରମ ଦେବତାକୁ କରମ ସାନି ରୂପରେ ପୂଜା କରାଯାଏ। ଏବଂ ସେଠି କରମ, ଏଠି ରାଜା ହେଲା ବେଳକୁ ସେଠି କରମ ସାନି ଜଣେ ଦେବୀ, ଇଏ ଦେବତା ଅର୍ଥରେ ପୁରୁଷ ଦେବତା ହିସାବରେ ସେ ହଉଛନ୍ତି ନାରୀ, ମାନେ ଦେବୀ ହିସାବରେ ପୂଜିତ ହଉଥାନ୍ତି। ଏବଂ ସେଠି ଉଭୟ କିନ୍ତୁ କରମ ଡାଳକୁ ପୂଜା କରନ୍ତି। କରମା ନାମକ ଗୋଟେ ଗଛର ଡାଳ ପୂଜିତ ହଉଥାଏ। ଆଉ ମୁଁ ଯାହା ଅନୁମାନ କରିଛି, ମୋର ଗବେଷଣା ମଧ୍ୟ ଥିଲା ଓଡ଼ିଶାର ଓରାଓଁ ଲୋକ ସଂସ୍କୃତି ଏବଂ ସାହିତ୍ୟ ସମ୍ପର୍କିତ। ଏବଂ ସେଠି ମଧ୍ୟ ଦେଖିଛି ଯେ ଓରାଓଁ ଲୋକ ମାନେ ମଧ୍ୟ, ଆମର କିଷାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ କରମ ପରବ ପାଳନ କରନ୍ତି, ଯାହାର ଆରାଧ୍ୟ ହଉଛନ୍ତି କରମ ରାଜା। ଏବଂ ତାଙ୍କର କିନ୍ତୁ ନୃତ୍ୟ, ଗୀତ ଏବଂ ବାଦ୍ୟ ର ଶୈଳୀ, ତାଳ, ଲୟ, ଜ୍ଞାନ ଅଲଗା, ସେମାନଙ୍କର ସମ୍ପୂର୍ଣ୍ଣ ଭିନ୍ନ। ଯଦିଓ କିଛିଟା ସାମଞ୍ଜସ୍ୟ ରହିଛି, ତଥାପି ଭିନ୍ନତା ରହିଛି। ଛଉ ନୃତ୍ୟ କଥା ଯଦି ଆମେ ଆଲୋଚନା କରିବା, ମୟୂରଭଞ୍ଜର ଛଉ ଯେମିତି ମୁଖାବିହୀନ, ମୁଖା ଲଗେଇକି ମୁଖାଯୁକ୍ତ ଭାବରେ ଛଉ ନୃତ୍ୟ ପରିବେଷଣ କରନ୍ତି। ଛଉର ତାଣ୍ଡବ ନୃତ୍ୟ ବିଶେଷ କରି ମାନେ ଅଭିନୀତ ହେଇଥାଏ ପୁରୁଲିଆ ଅଞ୍ଚଳରେ। ଏବଂ ଯୋଉ ଷଢ଼େଇ କଳା ଅଞ୍ଚଳରେ ମଧ୍ୟ ଯୋଉ ଛଉ ନୃତ୍ୟ ହୁଏ, ତାର ଟିକେ ବାଗ ଅଲଗା, ତାଙ୍କର ଢଙ୍ଗ ଅଲଗା, ତାଙ୍କର ଶୈଳୀ ଅଲଗା, ନୃତ୍ୟ ଏବଂ ବେଶଭୂଷା ଆଉ ବାଦ୍ୟ ପରିପାଟି ମଧ୍ୟ ଭିନ୍ନ। ତ ଏଇ ଯଦିଓ ଛଉ ସମସ୍ତେ ଅଭିନୟ କରୁଛନ୍ତି ବା ଛଉ ନୃତ୍ୟ ପରିବେଷଣ କରୁଛନ୍ତି, କିନ୍ତୁ ତା ଭିତରେ ଅନେକ ତାରତମ୍ୟ ରହିଛି। ଅଞ୍ଚଳ ଭେଦରେ ଲୋକ ସଂସ୍କୃତି ଏଭଳି ବଦଳିଯାଏ। ଏକରୂପତା ଥିବା ସତ୍ତ୍ୱେ କିଛିଟା ଭିନ୍ନ ଥାଏ। ଓ ଆମେ ଯଦି ଦେଖିବା ଓଡ଼ିଶାର ଯାହା ପାଲା, ତାହା ପଶ୍ଚିମବଙ୍ଗର କବିର ଗାନ। ଯଦି ଆମେ ଦେଖିବା ଓଡ଼ିଶାର ଯୋଗୀ ଗୀତ, ଭଜୁକି ନାରାମ ନାମରେ କୁମର, ସେଇ ଯୋଉ ଗୀତ ଯଦି ଦେଖିବା, ତାହେଲେ ତାହା ହଉଛି ପଶ୍ଚିମବଙ୍ଗରେ ବାଉଲ ଗୀତ, ଯୋଉଥିରେ କି ଆମର ଜୀବନର ବା ଏଇ ଯୋଉ ବସ୍ତୁ ଜଗତର ଅସାରତାକୁ ପ୍ରତିପାଦିତ କରିବା ପାଇଁ ଗୋଟାଏ ଯୋଉ ନିରାସକ୍ତ ଜୀବନ ଜୀଇଁବାର ଯୋଉ ପ୍ରେରଣା ଥିବା ଭଳି ସଙ୍ଗୀତ ସେଥିରେ ବୋଲା ହଉଥାଏ। ତ ଏଇଭଳି ରାଜ୍ୟ ଭିତରେ ମଧ୍ୟ କିଛିଟା ତାରତମ୍ୟ ରହିଛି। ଏଇ ସାଂସ୍କୃତିକ ତାରତମ୍ୟ ଲୋକ ସଂସ୍କୃତିର, ଯେମିତିକି ଆମେ କରୁ ଏଠି ଓଡ଼ିଶାରେ ଆପଣଙ୍କର ଯେମିତିକି ଆମର ବାନ୍ଦନା ପରବ ହୁଏ, ସହରାଇ ପରବ ହୁଏ ଏବଂ ମାଘ ପରବ ହୁଏ ମଧ୍ୟ, ମାଘେ ପରବ। ତାକୁ ଆସାମରେ ତାକୁ କୁହାଯାଉଛି କାଟି ବିହୁ, ଫସଲ କଟା ବିହୁ। ବିହୁ ହଉଛି ତାଙ୍କର ପ୍ରସିଦ୍ଧ ଲୋକ ପର୍ବ ଏବଂ ସେ ସମୟରେ ଅନୁଷ୍ଠିତ ହେଉଥିବା ଲୋକ ଗୀତ ଏବଂ ଲୋକ ବାଦ୍ୟ ନୃତ୍ୟ। ତ ଏଇଭଳି ବିଭିନ୍ନ ପ୍ରକାର ସାମଞ୍ଜସ୍ୟ ଏବଂ ତାରତମ୍ୟ ରହିଛି, ଏକରୂପତା ରହିଛି ଲୋକ ସଂସ୍କୃତିରେ। ଆଉ ଏଇ ଲୋକ ସଂସ୍କୃତିର ମହତ୍ଵ କଣ, ସେ ସମ୍ପର୍କରେ ମଧ୍ୟ ମୁଁ ଟିକେ ସୂଚନା ଦେବା ପାଇଁ ଚାହିଁବି ଯେ ଲୋକ ସଂସ୍କୃତି
ସମ୍ପୂର୍ଣ୍ଣ ରୂପେ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ପ୍ରଚଳିତ ଥିବା ସଂସ୍କୃତି ଏବଂ ତାହା ସମ୍ପୂର୍ଣ୍ଣ ରୂପେ ପାରମ୍ପରିକ। ଅନୁମାନ କଲେ ଆମେ ଦେଖୁ ଯେ ବହୁ ସଂସ୍କୃତି ଅଛି ଯୋଉ ସଂସ୍କୃତି ପୂର୍ବରୁ ଥିଲା କିନ୍ତୁ ତାହା ଆଜି ନଥିଲା ପରି ବୋଧ ହଉଥାଏ। ଯେମିତି ଉତ୍ତର ଓଡ଼ିଶାର ଗୋଟେ ଅପଶ୍ରୟ ମାନ ଅବସ୍ଥା ପ୍ରାପ୍ତ ନୃତ୍ୟ ହଉଛି ଆପଣଙ୍କର ନାଚନୀ ନାଚ। ସେ ନାଚନୀ ନାଚ ବିବାହ ସମୟରେ ବିଭିନ୍ନ ଉତ୍ସବରେ ଅନୁଷ୍ଠିତ ହଉଥିଲା ଏବଂ ସହର ବଜାର ହଉ ବା ଗାଁ ସବୁଠି ତାହା ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଥିଲା। ଯୋଉଟା କି ଆମର ଏବେ ବି ଶୀତଳ ଷଷ୍ଠୀ ଅବସରରେ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳେ। ବେଳେ ବେଳେ ବିଭିନ୍ନ ପ୍ରାନ୍ତରୁ ଆମ ଓଡ଼ିଶା ବାହାର ବିଭିନ୍ନ ଅଞ୍ଚଳରୁ ନାଚନୀ ନାଚ ସେଠି ପ୍ରଦର୍ଶିତ ହଉଥାଏ। ତ ସେଇ ପ୍ରକାରର ନାଚ ଆଜି ଆଉ ନାହିଁ। କିନ୍ତୁ ଏବେ ଦେଖିବାକୁ ମିଳୁଛି ମୟୂରଭଞ୍ଜରେ ଝୁମର ମେଲୋଡି, ଯୋଉଥିରେ କି ଅନେକ ବାଦ୍ୟକାର ନୃତ୍ୟକାର ଏବଂ ନୃତ୍ୟଶିଳ୍ପୀ ମହିଳା ମାନେ ମଧ୍ୟ ନାଚୁଛନ୍ତି, ଯୋଉମାନଙ୍କୁ ଆଧୁନିକ ନାଚନୀ କହିଲେ ମଧ୍ୟ ଅତ୍ୟୁକ୍ତି ହବ ନାହିଁ। କିନ୍ତୁ ତାର ଯୋଉ ଫର୍ମାଟ ବଦଳି ଯାଇଛି ନୃତ୍ୟର ଏବଂ ମଞ୍ଚର ଯୋଉ ଅବସ୍ଥା, ତାର ଯୋଉ ରୂପରେଖ ସବୁ ପରିବର୍ତ୍ତିତ ହେଇଯାଇଛି। ତେଣୁ କୌଣସି ସଂସ୍କୃତି କେବେ ମରେ ନାହିଁ, ବରଂ ବଦଳି ଯାଉଥାଏ। ତ ସେଭଳି ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ଅନେକ ପ୍ରୟାସ କରୁଛନ୍ତି ମଧ୍ୟ। ଯୋଉ ପ୍ରାୟୋଜିତ କାର୍ଯ୍ୟକ୍ରମ ମୁଁ କହୁଥିଲି ସାଂସ୍କୃତିକ କାର୍ଯ୍ୟକ୍ରମ, ତାର ମୂଳ ଉଦ୍ଦେଶ୍ୟ ହୁଏତ ସେଇ ଗୋଟିଏ ଯେ ପାରମ୍ପରିକତାକୁ ବଜାୟ ରଖିବା, ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବା ଏବଂ ସେଥିରେ ଜୀବନକୁ ଉପଭୋଗ କରିବା। ତ ଜୀବନକୁ ସେଥିରେ କିଭଳି ଉପଭୋଗ କରାଯାଇପାରେ, ଆପଣ ମାନେ ଅନୁମାନ କରୁଥିବେଣି ଯେ ଯୋଉମାନେ ଲୋକ ନୃତ୍ୟ, ଗୀତ, ବାଦ୍ୟ ଏବଂ ଯୋଉ ଅଭିନୟ ଇତ୍ୟାଦିରେ ଅଂଶଗ୍ରହଣ କରୁଥିବେ, ସେମାନେ ଜାଣୁଥିବେ ଜୀବନର ମାଧୁର୍ଯ୍ୟ କଣ, ଜୀବନର ସମସ୍ତ ପ୍ରକାର ଅଭାବ ଅସୁବିଧା ଦୁଃଖ ଦୈନ୍ୟ ଭିତରେ ସରସତା କଣ। ଏବଂ ସେମାନେ ଯୋଉମାନେ ଲୋକ ଯୋଉ ବର୍ଷ ତମାମ ଯୋଉ ବିଭିନ୍ନ ପ୍ରକାର ଗୀତ ହଉଥାଏ, ପର୍ବ ହଉଥାଏ ଏବଂ ନୃତ୍ୟ ହଉଥାଏ, ଆନନ୍ଦ ଉତ୍ସବ ହଉଥାଏ, ସେ ସବୁ ଅବସରରେ ସେମାନେ ମଝିରେ ମଝିରେ ସେଥିରେ ରିଚାର୍ଜ ହେଇଥାନ୍ତି ଏବଂ ବର୍ଷ ତମାମ ଗୀତ ଗାଉଥାନ୍ତି। ଗୀତ ଗାଉଥାନ୍ତି, ଧରାଯାଉ ଗୋଟିଏ ପର୍ବ ଶେଷ ହେଲା ପରେ ବାକି ଅନ୍ୟ ପର୍ବଟି ଆରମ୍ଭ ହେବା ପର୍ଯ୍ୟନ୍ତ ସେ ପର୍ବର ପ୍ରଭାବ ମାନସିକ ସ୍ତରରେ, ହୃଦୟ ସ୍ତରରେ ରହିଯାଇଥାଏ ଏବଂ ତାକୁ ଲୋକମାନେ ଗାଇ ଗାଇ ନିଜର କର୍ମ ସଂସ୍ଥାନ କରୁଥାନ୍ତି, ଜୀବିକା କରୁଥାନ୍ତି। ତେଣୁ ଜୀବନ ପୁରାପୁରି ସରସ ସୁନ୍ଦର ଉପଭୋଗମୟ ହେଇଥାଏ। ଆଉ ପରମ୍ପରା କ୍ରମେ ଯୋଉ ପ୍ରକାର ସୌନ୍ଦର୍ଯ୍ୟ ଦୃଷ୍ଟି, ଜୀବନ ଦୃଷ୍ଟି, ପରିବେଶ ଚିନ୍ତା ବା କର୍ମ କୌଶଳ, ବ୍ୟବହାର ଜ୍ଞାନ ଇତ୍ୟାଦି ଦେଇ ଆସିଛନ୍ତି ପୂର୍ବଜ ମାନେ, ସେଇ ଲୋକ ପରମ୍ପରା ସଂସ୍କୃତି ଭିତରେ ତାହା ଜଣେ ବ୍ୟକ୍ତିକୁ ମଧ୍ୟ ସେଥିରେ ପ୍ରଶିକ୍ଷିତ କରୁଥାଏ। ସେ ସବୁ ମାନେ ଜ୍ଞାନ କୌଶଳ ତାକୁ ପ୍ରଶିକ୍ଷିତ କରୁଥାଏ ଏବଂ ସେ ସୁସଂସ୍କୃତ, ସଭ୍ୟ, ଆଦର୍ଶ ଏବଂ ନିର୍ବିଘ୍ନ ଜୀବନ ବଞ୍ଚିବା ପାଇଁ ସମ୍ଭବ ହେଇପାରେ। ଯେତେବେଳେ ମାନେ ବର୍ଷ ତମାମ ବିଭିନ୍ନ ପ୍ରକାର ଗୀତ ଏବଂ ନୃତ୍ୟ ହୁଏ, ସେତେବେଳେ ମଧ୍ୟ ବହୁ ମାନେ ଶ୍ରମ କ୍ଳାନ୍ତ ଜୀବନରେ ମଧ୍ୟ ଆନନ୍ଦ ଭରିଯାଏ ଏବଂ ଗୋଟେ ଭାଇଚାରା ତିଆରି ହୁଏ ପରସ୍ପର ଭିତରେ ଏବଂ ନୃତ୍ୟ ଗୀତ ଭିତରେ ମାନସିକ ଏବଂ ଆମର ଶାରୀରିକ ଆଉ ସାମାଜିକ ସ୍ୱାସ୍ଥ୍ୟ, ସୁନ୍ଦରତା, ସହିଷ୍ଣୁତା, ଯୋଉ ମାନବିକତା ସବୁ ବଜାୟ ରଖି ପାରେ ଜଣେ ଏବଂ ସେ ସମାଜରେ କୌଣସି ପ୍ରକାର ବିଶୃଙ୍ଖଳା ରୁହେ ନାହିଁ। ଆନନ୍ଦ ହିଁ ଆନନ୍ଦର ଫଲଗୁ ପ୍ରବାହିତ ହୁଏ। ପରସ୍ପରକୁ ଜାଣିବାକୁ ଏବଂ ଚିହ୍ନିବାକୁ, ପରିଚିତ ହେବାକୁ, କଳା ପ୍ରଦର୍ଶନ କରିବାକୁ, ନିଜର ସମସ୍ତ ପ୍ରକାର କୁଶଳତା ପ୍ରଦର୍ଶନ କରିବାକୁ ସେ ସାଂସ୍କୃତିକ ଉତ୍ସବ ମାନ ସୁଯୋଗ ଦିଏ। ଏଇଭଳି ଭାବରେ ଲୋକ ସଂସ୍କୃତିର ଉପଯୋଗିତା ବହୁତ ବେଶୀ ରହିଛି।
ଆଉ ଲୋକ ସଂସ୍କୃତି ଭିତରେ ଅନେକ ଦେଖାଯାଉଛି ବର୍ତ୍ତମାନ ଯେ ଆଧୁନିକତାର ପ୍ରଭାବ କାରଣରୁ ବା ଆମର ବିଶ୍ୱ ଯୋଉ ଜଗତୀକରଣ କାରଣରୁ ଯୋଉ ଆମର ମଲ୍ଟିନେସନାଲ କମ୍ପାନୀ ମାନଙ୍କର ଓପନ ମାର୍କେଟିଂ ସିଷ୍ଟମ କାରଣରୁ ଅନଲାଇନ ମାର୍କେଟିଂ କାରଣରୁ ଆଜି ସବୁ ସଂସ୍କୃତି ବହୁ ଭାବରେ ପ୍ରଭାବିତ ହେଇଛି। ବର୍ତ୍ତମାନ ବିଶ୍ୱ ସଂସ୍କୃତିର ପ୍ରଭାବରେ ସ୍ଥାନୀୟ ସଂସ୍କୃତି ସବୁ ମୁହ୍ୟମାନ ହୋଇ ପଡିଛି ଏବଂ ସେମାନେ ଧୀରେ ଧୀରେ ସଂକୁଚିତ ହେବାକୁ ଲାଗିଛନ୍ତି ଏବଂ ଯେହେତୁ ସଂକୁଚିତ ହେବା କାରଣରୁ ଗୋଟିଏ ଅଞ୍ଚଳର ଯୋଉ ପରମ୍ପରା ଯୋଉ ସଂସ୍କୃତି ମୃତ୍ୟୁମୁଖୀ ହେବା କାରଣରୁ ସେ ଜାତିର ଭାଷା ମଧ୍ୟ ଲୁପ୍ତ ହେବାକୁ ଯାଉଛି ବା ସଂକୁଚିତ ହେଇଯାଉଛି ଏବଂ ଭାଷା ଲୁପ୍ତ ହେଇଯିବା ଫଳରେ ପରମ୍ପରା କ୍ରମେ ବିଭିନ୍ନ ପ୍ରକାର ଯୋଉ ଜ୍ଞାନ ଯୋଉ କୌଶଳର ଯୋଉ ବିଦ୍ୟାର ଯୋଉ ଗନ୍ତାଘର ସୃଷ୍ଟି କରିଥିବା ପୂର୍ବପୁରୁଷ ମାନଙ୍କର ଅବଦାନ ସବୁ ମଧ୍ୟ ଲୁପ୍ତ ହେବାକୁ ଲାଗୁଛି। ଏହାଦ୍ୱାରା ଆମର ସମାଜ ଗୋଟାଏ ପ୍ରକାର ସମସ୍ୟାରେ ଆକ୍ରାନ୍ତ ହେବାକୁ ଯାଉଛି। ଲକ୍ଷ୍ୟ କରୁଥିବା ଆମେ ଯେ ସମ୍ପ୍ରତି ଯୋଉ ଯୁବବର୍ଗ ବିଶେଷ କରି ଯୋଉ ମିଡିଆର ଦାସ ପାଲଟି ଯାଇଛନ୍ତି। ତାଙ୍କର ବାସ୍ତବ ଦୁନିଆ ସହିତ ଆଉ ସମ୍ପର୍କ ନାହିଁ, ସେମାନେ ବିଚ୍ଛିନ୍ନ। ବରଂ ଅବାସ୍ତବ ଗୋଟେ ଅଦୃଶ୍ୟ ବ୍ୟକ୍ତି ସହିତ ତାଙ୍କର ସମ୍ପର୍କ ତିଆରି ହେଉଛି ଏବଂ ପଡୋଶୀକୁ ବରଂ ସେ ଜାଣିପାରୁନି ଆଉ କୋଉ ଦୂର ଦେଶର ଜଣେ ବ୍ୟକ୍ତି ସହିତ ସିଏ ଆସକ୍ତ ହେଇ ପଡୁଛି ଏବଂ ବିଭିନ୍ନ ପ୍ରକାର ଠକାଇର ମାନେ ସାମ୍ନା କରିବାକୁ ପଡୁଛି। ଆଉ ଆତ୍ମହତ୍ୟା ବା ବିଭିନ୍ନ ପ୍ରକାର ଯୋଉ ଫ୍ରଷ୍ଟ୍ରେସନ ଇତ୍ୟାଦିର ଶିକାର ହଉଛି ମଣିଷ। ସଂଘର୍ଷ ହଉଛି ବିଭିନ୍ନ ପ୍ରକାର ଆଉ ଏହା ଦ୍ୱାରା ଯୋଉ ଆବେଗିକ ସମ୍ପର୍କ ରହିବା କଥା ମଣିଷ ମଣିଷ ଭିତରେ ତାହା ଲୁପ୍ତ ହେଇଯାଉଛି। ସୌନ୍ଦର୍ଯ୍ୟ ଦୃଷ୍ଟିର ହଉ ବା ପ୍ରେମର ହଉ ମାନବିକତାର ହଉ ଯୋଉ ବିକାଶ ହବା କଥା ହୃଦୟ ଭିତରେ ମଣିଷ ମଣିଷ ଭିତରେ ତାହା ଗୋଟେ ବାୟବୀୟ ପରିସରରେ ପଡ଼ି ତାହା ଅପମୃତ୍ୟୁର ଶିକାର ହଉଛି। ତେଣୁ ଏଭଳି ପରିବେଶକୁ ପରିସ୍ଥିତିକୁ ମୁକାବିଲା କରାଯାଇ ପାରନ୍ତା ଲୋକ ସଂସ୍କୃତି ମାଧ୍ୟମରେ। ଲୋକ ସଂସ୍କୃତିରେ ଯୋଉ ନୃତ୍ୟ ବାଦ୍ୟ ଗୀତ ଅନୁଷ୍ଠିତ ହେଇଥାଏ ସେଥିରେ ବିଭିନ୍ନ ଶାରୀରିକ ପରିଶ୍ରମ ହେଇଥାଏ। ଆନନ୍ଦର ସହିତ ଲୋକମାନେ ଘଣ୍ଟା ଘଣ୍ଟା ଧରି ସେଥିରେ ସମ୍ପୃକ୍ତ ଲିପ୍ତ ଥାନ୍ତି ଏବଂ ଏହା ଦ୍ୱାରା ତାଙ୍କର ଯୋଉ ଆଜିର ଯୁଗରେ ବିଭିନ୍ନ ପ୍ରକାର ଯୋଉ ଶାରୀରିକ କ୍ଳାନ୍ତି ବିଭିନ୍ନ ପ୍ରକାର ଯୋଉ କ୍ରନିକ ଡିଜିଜ ହଉଛି ସେ ଡିଜିଜ ହୁଏତ ଲୋକ ସଂସ୍କୃତି ବଞ୍ଚି ରହିଥିଲେ ହୁଅନ୍ତା ନାହିଁ ଏବଂ ଲୋକ ସଂସ୍କୃତି ବଞ୍ଚି ରହିଲେ ପ୍ରକୃତରେ ପୃଥିବୀ ମଧ୍ୟ ବଞ୍ଚି ରହନ୍ତା। ଆମେ ଦେଖିବା ଅନେକ ଲୋକ ସଂସ୍କୃତି କୃଷି ସହିତ ଜଡିତ ଏବଂ କୃଷି ସଂସ୍କୃତି ହଉଛି ସବୁ ସଂସ୍କୃତିର ମୂଳ। କୁହାଯାଏ ଯେ ଏଗ୍ରିକଲଚର ଇଜ ଦ ଅରିଜିନ ଅଫ ଅଲ କଲଚର। ତେଣୁ ମଣିଷ ବର୍ତ୍ତମାନ ଯୋଉ ଆଧୁନିକତାର ପାହାଚ ଚଢି ଚାଲିଛି ଶିଳ୍ପ ସଂସ୍କୃତିକୁ ଆପଣେଇଛି। ତା ପୂର୍ବରୁ ସିଏ ଦିନେ କେବଳ କୃଷି ସଂସ୍କୃତି ଭିତରେ ସୀମିତ ଥିଲା ଏବଂ ଆଉ ଟିକେ ଆଗକୁ ଗଲେ ଐତିହାସିକ ପ୍ରାଗ ଐତିହାସିକ ସମୟର କଥା ଯଦି ଆମେ ଚିନ୍ତା କରିବା ଦେଖିବା ସେତେବେଳେ କେବଳ ଜାଙ୍ଗଲିକ ସୁଷମା ଭିତରେ ମଣିଷ ବଞ୍ଚୁଥିଲା। ସେଠି ଶିକାର ଏବଂ ବନଜାତ ଦ୍ରବ୍ୟ ସଂଗ୍ରହ ହିଁ ତାର ଜୀବନର ଆଧାର ଥିଲା। ସେଠି ସଭ୍ୟତା କେବଳ ଥିଲା ସିନା ସଂସ୍କୃତି ବୋଲି କିଛି ନଥିଲା। ସେଥିରେ ସେ ଜାଣିନଥିଲା ଯେ ମୁଁ କେମିତି ରାନ୍ଧିବି କି କଣ ଖାଇବି କେମିତି ଖାଇବି
ମୋର ବେଶଭୂଷା ପରିପାଟି କଣ ହେବା କଥା, ବିବାହ ସମୟରେ ମୁଁ କଣ ପିନ୍ଧିବି, ବା କୃଷି କାର୍ଯ୍ୟ କଲାବେଳେ ବିଭିନ୍ନ ପ୍ରକାର ଯୋଉ ଚଳଣି ଆମର ଅଛି, ପୂଜା ପାର୍ବଣ ଏସବୁ ରହିଛି, ସେସବୁ ନଥିଲା। ସ୍ଥାୟୀ ହେଲା ପରେ ଯାଯାବର ଜୀବନର ସ୍ଥାୟୀ ତ ପାଇଲା ପରେ ହୁଏତ ସଂସ୍କୃତିର ଉନ୍ନୟନ ହେଇଛି। ତ ଏଇ ସଂସ୍କୃତିକୁ ଆଧାର କରି ଆମର ଲୋକ ସାହିତ୍ୟ ସୃଷ୍ଟି ହେଇଛି ଏବଂ ଲୋକ ସଂସ୍କୃତି ମଧ୍ୟ ଭିତରୁ ଆମେ ଦେଖିବାକୁ ପାଇବା ଯେତେ ସବୁ ଲିଖିତ ରୂପ ପାଇବା ପୂର୍ବରୁ ସାହିତ୍ୟିକ ବିଭବ ସବୁ ମୌଖିକ ରୂପରେ ହିଁ ଥିଲା। ଯେମିତିକି ଆମେ ବେଦ ସମୟରେ ଯଦି ଦେଖିବା, ବେଦ ଅନ୍ୟ ନାମ ଥିଲା ଶ୍ରୁତି। ଶ୍ରୁତି ଏବଂ ତାହା କୁ ଲୋକମାନେ କଣ୍ଠସ୍ଥ କରି ରଖିଥିଲେ, କାହାଣୀ ପ୍ରାୟ ତାକୁ ମନେ ରଖିଥିଲେ। ଏବଂ ପରବର୍ତ୍ତୀ ସମୟରେ ଆମେ ରାମାୟଣ ମହାଭାରତ ରଚନା ହଉଥିବାର ଦେଖୁ, ଯୋଉଟାକି ବେଦବ୍ୟାସ ରଚନା କରିଛନ୍ତି। ତାହା ମଧ୍ୟ ଦିନେ ଲୋକ ସମାଜରେ ପ୍ରଚଳିତ ଥିବା କାହାଣୀ ବା ସେଇ ସମୟର ଘଟଣାବଳୀ ହଉଛି ରାମାୟଣ ଆଉ ମହାଭାରତ। ତେଣୁ ଲୋକ ସ୍ତରରୁ ଧୀରେ ଧୀରେ ଲିଖିତ ରୂପ ଗ୍ରହଣ କରିଛି ଏହି ସାଂସ୍କୃତିକ ବିଭବ ସବୁ ଏବଂ ତାହା ବିଦଗ୍ଧ ରୂପ ନେଇଛି। ଫୋକ୍ ଆଣ୍ଡ ଏଲିଟ୍ ବା ଆମର ଫୋକ୍ ଲିଟରେଚର ଆଣ୍ଡ କ୍ଲାସିକ ଲିଟରେଚର ଯୋଉ କୁହାଯାଉଛି, ତାର ଧୀରେ ଧୀରେ ବିବର୍ତ୍ତନ ଏଇଭଳି ଭାବରେ ହେଇଛି। ଏବଂ ଆମେ ଯଦି ଦେଖିବା ବିଭିନ୍ନ ପ୍ରକାର ଲୋକ ଗୀତ ଏବେ ବି ଯୋଉ ରହିଛି ବିଭିନ୍ନ ସମାଜରେ, ଆଦିବାସୀ ସମାଜ ମାନଙ୍କରେ, ସେଥିରେ ମଧ୍ୟ ମାନବିକତା ଏବଂ ଯୋଉ ଯୋଉ ଅନ୍ୟାନ୍ୟ ଯେତେ ସବୁ ପରମ୍ପରାଗତ ମୂଲ୍ୟବୋଧ ସବୁ ସେ ଲୋକ ଗୀତ କାହାଣୀ ନାଟକ ଭିତରେ ଲୁଚି ରହିଛି, ଯାହାକୁ ନେଇ ଆମେ ବଞ୍ଚିବା ପାଇଁ ଶିଖିଲେ, ତାକୁ ଆପଣେଇଲେ ଅନ୍ତତଃ ଆଜିର ଯୋଉ ସାମାଜିକ ସମସ୍ୟା ତାହା ଦେଖାଦେବ ନାହିଁ। ଯେମିତିକି ଆଜି ଆମେ ଗୋଟେ ବସ୍ତୁ ଜଗତର ଉନ୍ନତିକୁ ପ୍ରାର୍ଥନା କରି କରି ବୃଦ୍ଧା ମାନଙ୍କୁ ବୃଦ୍ଧାଶ୍ରମକୁ ପଠେଇ ଦଉଛୁ ଏବଂ ନିଜର ଜୀବନକୁ କେବଳ ନିର୍ବିଘ୍ନ ସୁଖଦ କରି ରଖିବା ପାଇଁ ପ୍ରୟାସ କରୁଛୁ। ଅନେକ ଯଦି ଆମେ ଦେଖିବା ଲୋକ ସଂସ୍କୃତି ଭିତରେ, ତାହେଲେ ଲୋକ ସଂସ୍କୃତି ଲୋକ ଧର୍ମ ଭିତରେ ଯୋଉ ପୂର୍ବଜ ମାନେ ଯୋଉମାନେ ଥାଆନ୍ତି, ଆତ୍ମା ଯେମିତିକି ବଡ ବଡିଆ ହୋ ଅନ୍ଧାରରେ ଆସ ଆଲୁଏ ଯାଅ, ବା ଆମର ଅନେକ ପାରମ୍ପରିକ ଗ୍ରାମ୍ୟ ସଂସ୍କୃତି ଭିତରେ ରହିଛି, ଯୋଉଠି କି ପିତୃପୁରୁଷଙ୍କୁ ମଧ୍ୟ ପୂଜା କରାଯାଏ ବିଭିନ୍ନ ପର୍ବପର୍ବାଣୀ ଅବସରରେ। ଯୋଉମାନଙ୍କୁ ପୂଜା କରାଯାଏ ତାଙ୍କୁ ଯଦି ବୃଦ୍ଧାଶ୍ରମକୁ ପଠାଯାଏ, ତାହେଲେ ପୂଜା କରି ଆଉ ଲାଭ କଣ? ଏଇଭଳି ଗୋଟେ ବାର୍ତ୍ତା ମଧ୍ୟ ସେ ଲୋକ ସଂସ୍କୃତି ଭିତରେ ଥାଏ, ଯାହା ଆମ ସମାଜକୁ ତୋଳି ଧରିବା ପାଇଁ ବିଭିନ୍ନ ଯୋଉ ସଙ୍କଟକୁ ମୁକାବିଲା କରିବାର ଯୋଉ ପରିସ୍ଥିତିକୁ ମୁକାବିଲା କରିବା ଜ୍ଞାନ କୌଶଳ ଆମକୁ ଦେଇଥାଏ ଲୋକ ସଂସ୍କୃତି। ଏବେ ବିଭିନ୍ନ ପ୍ରକାର ସଂସ୍କାର ବିହୀନ ଯୁବ ସମ୍ପ୍ରଦାୟକୁ ଆମେ ଭେଟୁଛୁ ନିତ୍ୟ ନିୟମିତ ଜୀବନରେ, ଯୋଉଥିରେ କି ବୟସ୍କ ଲୋକମାନଙ୍କୁ ସମ୍ମାନ ଦେବାର କୌଣସି ଜୁ ହିଁ ଦେଖାଯାଉ ନାହିଁ। ବୟସ୍କ ମାନଙ୍କର କଥା ଶୁଣିବା ପାଇଁ ଯୁବ ମନରେ ଆଉ କୌଣସି ପ୍ରକାର ଧୈର୍ଯ୍ୟ ହିଁ ନାହିଁ। ସେମାନେ ଡିଜିଟାଲ ୱାର୍ଲଡରେ ରହିକି ନିଜକୁ ବହୁତ ଅଗ୍ରଗାମୀ ମନେ କରୁଛନ୍ତି ଏବଂ ବୃଦ୍ଧା ବୟସ୍କ ପରିବାରର ଗୁରୁଜନ ମାନଙ୍କୁ ସେମାନେ ଅବଜ୍ଞା କରିବାରେ ଲାଗିଛନ୍ତି, ଯାହା ଦ୍ୱାରା ବହୁ ମାନସିକ ଅସୁସ୍ଥ ହେଇ ପଡୁଛନ୍ତି ଉତ୍ତର ପିଢିର ଲୋକମାନେ। ତ ଏଇଭଳି ସମସ୍ୟା ହୁଏତ ଲୋକ ସଂସ୍କୃତି ବଞ୍ଚି ରହିଲେ ହୁଅନ୍ତା ନାହିଁ। ଆଉ ଲୋକ ସଂସ୍କୃତି ବଞ୍ଚି ରହିଲେ ସେମାନେ ସେଇଥିରେ ନିମଗ୍ନ ହେଲେ ଅନ୍ତତଃ ଯୋଉ ମାନବ ସମ୍ପର୍କର ସେତୁ ତିଆରି ହେଇପାରନ୍ତା, ସେଇଟା ଯୋଉଟା କି ଡିଜିଟାଲ ୱାର୍ଲଡ ବା ଆମର ଭର୍ଚୁଆଲ ସ୍ପେସରେ ସମ୍ଭବ ନୁହେଁ। ଯେକୌଣସି ଜ୍ଞାନ ପ୍ରସଙ୍ଗ ହଉ, ଗୀତ ପ୍ରସଙ୍ଗ ହଉ ବା ମନୋରଞ୍ଜନ କଥା ହଉ, ଶୁଣିବା ପାଇଁ ଆଜି ଯୁବ ମାନସ ପୁରାପୁରି ଅପ୍ରସ୍ତୁତ। କାରଣ ସେ ମୋବାଇଲରେ ସର୍ଚ୍ଚ କରିଦେଲା ମାତ୍ରେ ତାଙ୍କୁ ମିଳିଯାଉଛି ଅନେକ ତଥ୍ୟ ଏବଂ ସେଥିପାଇଁ ସେ କାହାକୁ ଆଉ ଅପେକ୍ଷା କରୁନାହାନ୍ତି। ନିର୍ଭର କରିବା ଭଳି ମନୋଭାବ ମଧ୍ୟ ତାଙ୍କର ରହୁନାହିଁ ଅନ୍ୟକୁ। ତେଣୁ ଏସବୁ ଯୋଉ ସମାଜ ଭିତରେ ବିଭିନ୍ନ ପିଢି ଭିତରେ
ବିଭିନ୍ନ ବ୍ୟକ୍ତି ବିଶେଷ ଭିତରେ, ବିଭିନ୍ନ ସମ୍ପ୍ରଦାୟ ଭିତରେ, ଧର୍ମ ଭିତରେ ଯୋଉ ବିଚ୍ଛିନ୍ନତା ବର୍ତ୍ତମାନ ସୃଷ୍ଟି ହେଇଛି, ତାହା ଲୋକ ସଂସ୍କୃତି ହିଁ ସେ ବିଚ୍ଛିନ୍ନତାକୁ ଲୋପ କରିପାରିବ, ଯୋଡି ପାରିବ। ତେଣୁ ଲୋକ ସଂସ୍କୃତିର ମହତ୍ଵ ଅତୀବ ପ୍ରୟୋଜନୀୟ ଏବଂ ମହତ୍ଵପୂର୍ଣ୍ଣ। ତାକୁ ଆମେ ବଞ୍ଚେଇ ରଖିବା ଦରକାର। ତେବେ ଯାଇ ଆମେ ଭବିଷ୍ୟତରେ ଗୋଟାଏ ଯୋଉ ସ୍ୱପ୍ନ ଅଛି ଆମର ବିକାଶର ହଉ ସ୍ୱପ୍ନ, ସେ ସ୍ୱପ୍ନ ସମ୍ପୂର୍ଣ୍ଣ ହେଇପାରିବ। କେବଳ ଯେ ବସ୍ତୁ ସଂସ୍କୃତିର ଉନ୍ନୟନ ଫଳରେ, ଯୋଉଟା କି ଆମେ କହୁଛୁ ଫିଜିକାଲ ଇନଫ୍ରାଷ୍ଟ୍ରକ୍ଚରାଲ ଡେଭଲପମେଣ୍ଟ ଦ୍ୱାରା କେବଳ ମଣିଷର ଉନ୍ନୟନର ଯୋଉ ସ୍ୱପ୍ନ ପୂର୍ଣ୍ଣ ହେଇପାରିବ ନାହିଁ, ଅଧୁରା ରହିବ। ଯଦି ଲୋକ ସଂସ୍କୃତି ବା ସାଂସ୍କୃତିକ ଉନ୍ନୟନ ବା ପରିଚାଳନା ଆମେ ଠିକ ଭାବରେ ନ କରନ୍ତି, ତାହେଲେ ସମ୍ପୂର୍ଣ୍ଣ ହେଇପାରିବ ନାହିଁ। ମାନବ ଜୀବନ ମଧ୍ୟ ଅଧୁରା ହେବ, ଅଶାନ୍ତ ହେବ ଏବଂ ଧ୍ୱଂସମୁଖୀ ହେବ। ତେଣୁ ମୁଁ ଆଉ ବିଶେଷ କହୁନାହିଁ। ମୁଁ ଭାବୁଛି ବୋଧେ ଏଇଠି ଶେଷ କରିବା ସାର୍। ଆଜ୍ଞା ମଙ୍ଗଳ ସାର୍। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମହୋଦୟ। ଆଜ୍ଞା ବହୁତ ବହୁତ ସାର୍। ଧନ୍ୟବାଦ। ଗୋଟେ ସାର ଗର୍ଭକ ବକ୍ତବ୍ୟ ରଖିଲେ ଆଜିର ଏଇ ଆଭାସୀ ମଞ୍ଚ ମାଧ୍ୟମରେ। ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ପରମ୍ପରାଗତ ଭାବେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, ଯାହାକୁ ଆମେ ଯେହେତୁ ସମୟ କିଛି ଅତିକ୍ରାନ୍ତ ହେଲାଣି, ଆମେ ଅଳ୍ପ ସମୟ ରଖିବା। ତଥାପି ଚାଟ ବକ୍ସ ରେ ତ ଗୋଟେ କୋଶ୍ଚିନ୍ ଥିଲା ଆରମ୍ଭରୁ, କୁର୍ମୀ କଥା ଆଇଡିରୁ ଜଣେ ବନ୍ଧୁ ପଚାରିଛନ୍ତି ଯେ କୌଣସି ଏକ ଡକ୍ଟର ମହାନ୍ତ ମହୋଦୟଙ୍କୁ ଅନୁରୋଧ ରହିବ। କୁର୍ମୀ କଥା ଆଇଡିରୁ ପଚାରିଛନ୍ତି ଯେ କୌଣସି ଏକ ସଂସ୍କୃତିକୁ କେତେବେଳେ ଆଉ କାହିଁକି ଲୋକ ସଂସ୍କୃତି କହିବା? ଇଏ ପ୍ରଥମ ପ୍ରଶ୍ନ। ଏବଂ ଦ୍ୱିତୀୟ ପ୍ରଶ୍ନ ସେଥିରେ ଯୋଡ଼ିଛନ୍ତି ଲୋକ ସଂସ୍କୃତି ଆଉ ମୁଖ୍ୟ ସ୍ରୋତ ସଂସ୍କୃତି ଭିତରେ ଫରକ କଣ? ଆଜ୍ଞା, ଯୋଉ ସଂସ୍କୃତି ପରମ୍ପରା ଠାରୁ ବିଚ୍ଛିନ୍ନ, ସେ ସଂସ୍କୃତି ଲୋକ ସଂସ୍କୃତି ନୁହେଁ। ଆଉ ଯାହା ପାରମ୍ପରିକ, ଯାହା ପୂର୍ବଜ ପ୍ରଣୀତ, ତାହା ହେଉଛି ଲୋକ ସଂସ୍କୃତି। ଆଜ୍ଞା, ଦ୍ୱିତୀୟ ପ୍ରଶ୍ନ ଯୋଉଟା ଥିଲା ଯେ ଲୋକ ସଂସ୍କୃତି ଆଉ ମୁଖ୍ୟ ସ୍ରୋତ ସଂସ୍କୃତି, ସେ ଗୋଟେ କରିଛନ୍ତି। ଆଜ୍ଞା, ସେଇପରା, ଯୋଉଥିରେ ପରମ୍ପରା ନାହିଁ, ମୁଖ୍ୟ ସ୍ରୋତ ବୋଲି କିଛି ନାହିଁ। ସବୁଟା ହିଁ ମୁଖ୍ୟ ସ୍ରୋତ। ତାର ମହତ୍ଵକୁ ବୁଝିବାର ଅଛି। ଯେମିତି କୁହାଯାଏ ଯେ ଯାହାର ସଂସ୍କୃତି ବଡ, ତାର ପରିଚୟ ବଡ। ପ୍ରତ୍ୟେକଙ୍କର ସଂସ୍କୃତି, ନିଜ ସଂସ୍କୃତି ନିଜ ପାଇଁ ବଡ। ଉଦ୍ଧାର କର ସଂସ୍କୃତି ନୁହେଁ, ନିଜେ ଯୋଉ ସଂସ୍କୃତିରେ ଆମେ ବଞ୍ଚୁ, ସେ ସଂସ୍କୃତି ହଉଛି ଆମର ମୁଖ୍ୟ ସଂସ୍କୃତି, ମୁଖ୍ୟ ଧାରା। ଆଉ ଅନ୍ୟ ପାଇଁ ନ ହେଇପାରେ, କିନ୍ତୁ ସେଇ ଲୋକ ପାଇଁ ସେଇ ସଂସ୍କୃତି ହଉଛି ତାର ସଂସ୍କୃତିର ସାଂସ୍କୃତିକ ମୁଖ୍ୟ ଧାରା। ଆଜ୍ଞା ଆଜ୍ଞା, ମୁଁ ଆଶା କରେ ଉତ୍ତର ପାଇଥିବେ। ଆଉ ଯଦି ପ୍ରଶ୍ନ ଥାଏ? ଆଉ ଗୋଟେ କଣ ପ୍ରଶ୍ନ ଆସିଛି ଦେଖନ୍ତୁ। ହଁ, ଓଡିଆ ସଂସ୍କୃତି ଲୋକ ସଂସ୍କୃତି ନା ମୁଖ୍ୟ ସ୍ରୋତ ସଂସ୍କୃତି? ସେଇ ବନ୍ଧୁ ହିଁ ପୁଣି ପ୍ରଶ୍ନ ପଚାରିଛନ୍ତି, ଓଡିଆ ସଂସ୍କୃତି। ହଁ ହଁ ହଁ, ସେଇଆ କହିଲି ପୁଣି ଥରେ ଯେ ଓଡିଆ ଲୋକଙ୍କ ପାଇଁ ଯଦି ଆମେ ଓଡିଆ ଭାବେ ସେଇ ସଂସ୍କୃତିକୁ ପରିପାଳନ କରୁଥିବା, ତାହେଲେ ତାହା ଆମର ଲୋକ ସଂସ୍କୃତି। ପାରମ୍ପରିକ ରୂପରେ ଯଦି ଆମେ ତାକୁ ପାଳନ କରୁଥିବା, ଆପଣଉଥିବା, ତାହେଲେ ଆମ ପାଇଁ ତାହା ଲୋକ ସଂସ୍କୃତି। ମୁଖ୍ୟ ସଂସ୍କୃତି ବୋଲି, ମୁଖ୍ୟ ଧାରା ବୋଲି କିଛି ନାହିଁ। ସେଟା ସୋ କଲ୍ଡ, ମାନେ ତଥାକଥିତ ମୁଖ୍ୟ ଧାରା। ଆଜ୍ଞା, ଧନ୍ୟବାଦ। ଏବେ ମୁଁ ଭାବୁଛି ସମୟର ସ୍ୱଳ୍ପତା ଦୃଷ୍ଟିରୁ ପରବର୍ତ୍ତୀ ପର୍ଯ୍ୟାୟକୁ ଆମେ ଆଗେଇ ଯିବା। ଯାହା ପରମ୍ପରାଗତ ସରି, ହଁ, ଏବେ ଓଡିଶାର ଅନୁରୋଧ ରହିବ ମଙ୍ଗୁଳୁ ସାରଙ୍କୁ, ମାନ୍ୟ ଶ୍ରୀଯୁକ୍ତ ମଙ୍ଗୁଳୁ ପାତ୍ର ମହୋଦୟ, ଆପଣଙ୍କର ସଭାପତିତ୍ୱ ଅଭିଭାଷଣ ରଖିବା ହେବେ। ଆଉ ଟିକେ ଖାଲି ଯୋଡିବି ସାର୍। ଆଜ୍ଞା ଆଜ୍ଞା। ଓଡିଶାର ସଂସ୍କୃତି, ଓଡିଶାର ସଂସ୍କୃତି କହିଲେ ଆମେ ଅନେକ ସମୟରେ ଆବେଗ ପ୍ରବଣ ହେଇ ଜଗନ୍ନାଥ ସଂସ୍କୃତି ବୋଲି କହୁ। ଆଉ ଓଡିଶାର ରାଷ୍ଟ୍ର ଦେବତା ହଉଛନ୍ତି ଶ୍ରୀ ଜଗନ୍ନାଥ ଏବଂ ଇତ୍ୟାଦି।
ଜିଲ୍ଲା ଭିତରେ ଆମେ ଯଦି ଦେଖିବା କହିବା ମା କିଚକେଶ୍ୱରୀ ହେଉଛନ୍ତି ମୟୂରଭଞ୍ଜର ରାଷ୍ଟ୍ର ଦେବୀ, କଟକରେ ସେମିତି ଚଣ୍ଡୀ, ବାଣପୁରରେ ସେମିତି ଭଗବତୀ, ଯାଜପୁରରେ ସେମିତି ବିରଜା ଇତ୍ୟାଦି ଇତ୍ୟାଦି, ସମଲେଶ୍ୱରୀ, ଏ ସବୁ ବିଭିନ୍ନ କଥା ରହିଛି। ତ ଜଗନ୍ନାଥ ସଂସ୍କୃତି ମଧ୍ୟ କେବଳ ଓଡ଼ିଆ ଲୋକଙ୍କର ସଂସ୍କୃତି ନୁହେଁ, ଏକଥା ଗବେଷକମାନେ ପ୍ରମାଣିତ କରିଛନ୍ତି। ଏବଂ ଏ ସଂସ୍କୃତି ଭିତରେ ବହୁ ଧର୍ମର ସମନ୍ୱୟ ଘଟିଛି, ବହୁ କିମ୍ବଦନ୍ତୀ ଏବଂ ଲୋକ ସଂସ୍କୃତିର ମଧ୍ୟ ସେଥିରେ ଅବଦାନ ରହିଛି। ବିଶେଷ କରି ବେଣୀମାଧବ ପାଢ଼ୀ ତାଙ୍କର ଦାରୁ ବ୍ରହ୍ମ ଗ୍ରନ୍ଥରେ କହୁଛନ୍ତି ଯେ ଜଗନ୍ନାଥ ସଂସ୍କୃତି ମଧ୍ୟ ଆଦିବାସୀ, ଜଗନ୍ନାଥ ସଂସ୍କୃତିର ମୂଳ ସ୍ୱରୂପ ହେଉଛି ଆଦିବାସୀ ସୌରା ସଂସ୍କୃତି। ତ ଆପଣମାନେ ଜାଣିଥିବେ ସେ ବିଭିନ୍ନ କିମ୍ବଦନ୍ତୀ ମଧ୍ୟ ରହିଛି, ଦଇତା ହଉ, ଲଳିତା, ବିଦ୍ୟାପତି କଥା ହଉ, ବିଭିନ୍ନ କଥା ରହିଛି କିମ୍ବଦନ୍ତୀ ମଧ୍ୟ ଏଇଭଳି। ତେଣୁ ସବୁ ସଂସ୍କୃତିର ସମନ୍ୱୟରେ ହୁଏତ ଓଡ଼ିଶାର ସଂସ୍କୃତି ପରିପୁଷ୍ଟ, ଯେ ଶ୍ରୀ ଜଗନ୍ନାଥ ସଂସ୍କୃତି ମଧ୍ୟ। ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଯଦି ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବା ତାହା ମୁଖ୍ୟ ଧାରା ମନେ ହଉଥିବ, କିନ୍ତୁ ଯଦି ଆମେ ଆନ୍ତର୍ଜାତିକ ପ୍ରେକ୍ଷାପଟରୁ ଓଡ଼ିଶାକୁ ଦୃଷ୍ଟିପାତ କରିବା ତାହେଲେ ହୁଏତ ଅନେକ ଜଗନ୍ନାଥର ଭକ୍ତ ହିଁ ନଥିବେ, ସେମାନେ ଭାବିବେ କଣ ଏଇଟା ହଉଛି ଓଡ଼ିଶାର ଲୋକ ସଂସ୍କୃତି। ତେଣୁ ପାରମ୍ପରିକ ଭାବରେ ଯାହା ପ୍ରଚଳିତ, ରଥଯାତ୍ରା ହଉ, ଜଗନ୍ନାଥଙ୍କ ଯେତେ ସବୁ ସେବା ନୀତି ବା ଆପଣଙ୍କର ଯାତ୍ରା, ବେଶ ଭୂଷା, ଯେତେ ସବୁ ଯୋଉ ପ୍ରକ୍ରିୟା ରହିଛି, ଧର୍ମୀୟ ଅନୁଷ୍ଠାନ ରହିଛି, ସମସ୍ତ କିଛି ହଉଛି ପରମ୍ପରା ବିଜଡ଼ିତ। ଏବଂ ଗୋଟେ ସଂସ୍କୃତି ପରିବର୍ତ୍ତିତ ହଉଥାଏ। ମୁଁ କହୁଥିଲି ଯେ କୋଉ ନା କୋଉ ସମୟ ଖଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିର ତିଆରି ହେଇଛି। ଆପଣମାନେ ଜାଣିଥିବେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାୟ 1000 ବର୍ଷ ତଳେ ତିଆରି ହେଇଛି। ତା ପୂର୍ବରୁ ତ ନଥିଲା ଜଗନ୍ନାଥ ମନ୍ଦିର, ତା ପୂର୍ବରୁ ଆଉ ଅଲଗା କିଛି ଧର୍ମ ଥାଇପାରେ। ବୈଦିକ ଯୁଗରେ ଆମେ ଯଦି ଦେଖିବା ତାହେଲେ ବେଦ ଯାହା ହିନ୍ଦୁ ସଂସ୍କୃତିର ମୂଳ ଆଧାର, ବୈଦିକ ଯୁଗରେ କୌଣସି ମୂର୍ତ୍ତି ପୂଜା ନଥିଲା, ଜାତି ଭେଦ ନଥିଲା, ବର୍ଣ୍ଣାଶ୍ରମ କଥା। ତେଣୁ ଧୀରେ ଧୀରେ ସମୟ ଅନୁସାରେ ତାହା ବଦଳିଛି ଏବଂ ବଦଳିଛି ଏବଂ ତାହା ପୁଣି ବଦଳି ଗଲା ପରେ ପୁଣି ଦୀର୍ଘ ଦିନ ଧରି ତାହା ଅଭ୍ୟାସରେ ପରିଣତ ହେଇଗଲା ପରେ, ଆମର ଜୀବନର ଅଂଶ ବିଶେଷ ହେଇଗଲା ପରେ ତାହା ପୁଣି ଲୋକ ଧାରାକୁ ଆସିଯାଉଛି, ଲୋକ ସଂସ୍କୃତି ହଉଛି। ତେଣୁ ଯେତେ ସବୁ ସଂସ୍କୃତି ଅଛି ସେ ସବୁ ସଂସ୍କୃତିର ମୂଳ ରୂପ ହଉଛି ଲୋକ ସଂସ୍କୃତି। ଆହୁରି ଗୁଡାଏ ପ୍ରଶ୍ନ ଆସିଲାଣି, କିନ୍ତୁ ସମୟ କ୍ଷମା କରିବେ, ସମୟ ସେଇ ବନ୍ଧୁ ଜଣକ ଆହୁରି କହୁଛନ୍ତି, କିନ୍ତୁ ସମୟ ଆମକୁ ଟିକେ, ଆମର ଗୋଟେ ଟାଇମ ଫେଜ ଅଛି, ପୁଣି ପରବର୍ତ୍ତୀ ଗୋଟେ ମିଟିଂ ବି ଅଛି ୟା ପରେ 8:15 ବେଳକୁ। ତେଣୁ କ୍ଷମା କରିବେ। ଖାଲି ଗୋଟେ ପ୍ରଶ୍ନ ରହିଥିଲା, କଣ ଓଡିଆ ସଂସ୍କୃତିର ମୂଳ ଉତ୍ସ? ଓଡିଆ ସଂସ୍କୃତି କହିଲେ କେବଳ ସେ କଣ ମାନେ ଜାଣିବା ପାଇଁ ଚାହୁଁଛନ୍ତି, ଠିକ ପ୍ରଶ୍ନଟା ମୁଁ ସ୍ପଷ୍ଟ ହେଇପାରୁନାହିଁ। ଯେ ସମଗ୍ର ଓଡିଶାରେ ଯୋଉ ସଂସ୍କୃତି ଅଛି, ସମଗ୍ର ଓଡିଶାରେ ଯେତେ ସବୁ ପର୍ବପର୍ବାଣୀ, ଭାଷା ସବୁକୁ ନେଇ ଓଡିଆ ସଂସ୍କୃତି। ମୁଁ ଭାବୁଛି ଏଇ ପୂର୍ବ ଉତ୍ତରରେ ଆପଣ ଦେଇ ସାରିଛନ୍ତି। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସଂସ୍କୃତି ରହିଛି, ଯାହାକୁ ନେଇ ଗୋଟେ ସଂସ୍କୃତି ସମୃଦ୍ଧ ହେଇଛି। ଠିକ ଅଛି, ଆମେ ପରବର୍ତ୍ତୀ ପଟକୁ ଯିବା। ଯେ ମୁଁ ଅନୁରୋଧ ରଖିବି ମାନ୍ୟ ମଙ୍ଗୁଳୁ ପାତ୍ର ମହୋଦୟ ଆଜିର ସଭାପତିତ୍ୱ ଭାଷଣ ସଂକ୍ଷେପରେ ରଖିବା ହେବେ, କାରଣ ଅଲରେଡି ଆମେ 5 ମିନିଟ ଆଗ ପଛୁଆ ଅଛେ। ଇଏ ମାନ୍ୟ ମଙ୍ଗୁଳୁ ପାତ୍ର ମହୋଦୟ। ଅନେକ ଅନେକ ଧନ୍ୟବାଦ ଦେବି ଆମର ବକ୍ତା ମହୋଦୟଙ୍କୁ, ଅତି ସୁନ୍ଦର ଭାବରେ ଅଭିଭାଷଣ ରଖିଥିଲେ। ପ୍ରକୃତରେ ମଣିଷର ଦୈନନ୍ଦିନ ଜୀବନରେ ସଂସ୍କୃତି ଗଭୀର ଭାବରେ ଜଡ଼ିତ ରହିଛି। ସାମୂହିକ ଜୀବନର ନୈତିକତା, ଆଦର୍ଶ, ଆଚାର ବିଚାର, ଦେବାଦେବୀ, ଯାନିଯାତ୍ରା, ପର୍ବପର୍ବାଣୀ, କଳା ସାହିତ୍ୟ, ଖାଦ୍ୟ ପଦାର୍ଥ, ବେଶ ପୋଷାକ ଇତ୍ୟାଦି ଆମ ସଂସ୍କୃତିର ପରିଚୟ ଅଟେ। ଏହା ସମୟରୁ ସମୟକୁ, ପରମ୍ପରାରୁ ପରମ୍ପରାକୁ, ପୁରୁଷରୁ ପୁରୁଷକୁ ବଳବତ୍ତର ହୋଇ ଗତିଶୀଳ କରିଥାଏ। ତତ୍ସହିତ ଆମ ଓଡ଼ିଶାର ଭାଷା ସାହିତ୍ୟ ପୃଥିବୀର ଅନ୍ୟାନ୍ୟ ଉନ୍ନତ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ। ଓଡ଼ିଆ ଭାଷାରେ ରଚିତ ମହାଭାରତ, ରାମାୟଣ, ଭାଗବତ ତଥା ବହୁ ପୁରାଣ କାବ୍ୟ କବିତା ଓଡ଼ିଶାର ସଂସ୍କୃତିକୁ ମଧ୍ୟ ସମୃଦ୍ଧ କରି ରଖିଛି।
ତାପରେ ଆମ ସୁଦୀର୍ଘ ଅତୀତରୁ ଯେଉଁ ସାମାଜିକ ଉତ୍ଥାନ ପତନ ଭିତରେ ହିଁ ଓଡ଼ିଶାର ସଂସ୍କୃତିର ଧାରା ପ୍ରଭାବିତ ହୋଇ ଆସିଛି। ତ ଏବେ ଦେଖାଯାଉଛି ଆମର ବିଭିନ୍ନ ସଂସ୍କୃତି ଆସ୍ତେ ଆସ୍ତେ ଲୋପ ପାଇ ବସିଲାଣି। ଆମର ପାଶ୍ଚାତ୍ୟ ସଭ୍ୟତା, ପାଶ୍ଚାତ୍ୟ ପରମ୍ପରାକୁ, କିଛି ପାଶ୍ଚାତ୍ୟ ରୀତିନୀତିକୁ କିଛି ଲୋକମାନେ ଆପଣେଇ ନେଇଯାଉଛନ୍ତି, ଯଦ୍ୱାରା କି ଆମର ସଂସ୍କୃତି ପରମ୍ପରା ଲୋପ ପାଇବାକୁ ବସିଲାଣି। ତେଣୁ ସେଥିପାଇଁ ଆମେ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ମୁଁ ଉଚିତ ମନେ କରୁଛି। ତ ସମୟ ତ ଅତିକ୍ରାନ୍ତ ହେଇଗଲାଣି। ମୁଁ ଏତିକି କହି ରହୁଛି। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ସାର୍। ସାର୍ ଆଜ୍ଞାଙ୍କର କଥାକୁ ସାରଗର୍ଭଙ୍କ କଥାକୁ ସୁନ୍ଦର ଭାବରେ ଯୋଡ଼ିଲେ। ଏବେ ଏବେ ଅନୁରୋଧ ରହିବ ଆମ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସଦ୍ୟତମ ଆଜୀବନ ସଦସ୍ୟା ହୋଇଥିବା ଏବଂ ଜଣେ ବିଜ୍ଞ ଲୋକପ୍ରିୟ ଅଧ୍ୟାପିକା ସ୍ୱାତି ପ୍ରଜ୍ଞା ମହାନ୍ତ ଅନୁରୋଧ ରହିବ ଆଜିର ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ। ଧନ୍ୟବାଦ ସାର୍। ଆଜିର ଆଭାସୀ ସଭାର ଅନ୍ତିମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ ପର୍ବରଣୀରେ ସର୍ବପ୍ରଥମେ ଧନ୍ୟବାଦ ଦେବାକୁ ଚାହିଁବି ଏହି ସୁନ୍ଦର ସଭାର ସଂଯୋଜନା କରିଥିବା ଶିକ୍ଷକ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ଶ୍ରୀ ଏଟିଏସ୍ ବେଲାରସେନ ମହୋଦୟଙ୍କୁ। ଏହାପରେ ଧନ୍ୟବାଦ ଦେବି ଏହି ସଭାରେ ଓଁକାର ମନ୍ତ୍ର ଦ୍ୱାରା ଆରମ୍ଭ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାର୍ ମହୋଦୟଙ୍କୁ। ଏହାପରେ ଧନ୍ୟବାଦ ଦେବି ଶ୍ରୀଯୁକ୍ତ ଚକ୍ରଧର ସାର୍, ଯିଏକି ସୁନ୍ଦର ବିବେକ ବାଣୀ ଦ୍ୱାରା ଆମ ସଭାରେ ଏକ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ଭରି ଦେଇଥିଲେ। ଏହାପରେ ଆମ ସଭାକୁ ସୁନ୍ଦର ଭାବରେ ପୌରୋହିତ୍ୟ କରୁଥିବା ମଙ୍ଗୁଳ ସାର୍ ଙ୍କୁ ଅନେକ ଅନେକ ଧନ୍ୟବାଦ। ଏହାପରେ ଆଜି ସଭାର ଏତେ ସୁନ୍ଦର ବାର୍ତ୍ତା ରଖିଥିବା ଆମ ମୁଖ୍ୟ ବକ୍ତା ଓ କର୍ଣ୍ଣଧାର ଡକ୍ଟର ମିଲନ ସାର୍ଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ଏହାପରେ ଆମର ଧନ୍ୟବାଦ ଅର୍ପଣର ଅନ୍ତିମତା ପର ପର୍ଯ୍ୟାୟରେ ଶାନ୍ତି ପାଠ କରିବାକୁ ଯାଉଥିବା ଆମ ଦିଲ୍ଲୀପ ସାର୍ଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ଧନ୍ୟବାଦ ସାର୍। ଧନ୍ୟବାଦ ସୁଶ୍ରୀ ସ୍ୱାତି ପ୍ରଜ୍ଞା। ଏବେ ମୁଁ ଅନୁରୋଧ ରଖିବି ସୁନାମଧନ୍ୟ ଶିକ୍ଷକ ଦିଲ୍ଲୀପ କୁମାର ବାରିକ ମହୋଦୟଙ୍କୁ ଆଜିର ସଭା ସମାପନର ଶାନ୍ତି ପାଠ କରିବେ। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्ति शान्ति शान्ति। धन्यवाद।